ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କ ମହାନ ନାମର ଧନ୍ୟବାଦ। ସେମାନେ ଗୋଟେ ସୁନ୍ଦର ସୁଯୋଗ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟ ମଧ୍ୟକୁ ଆସିବା ପାଇଁ, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ମଞ୍ଚରେ ବସିଥିବା ପ୍ରଭୁଙ୍କର ଦାସମାନଙ୍କୁ, ପୁଣି ଆପଣମାନଙ୍କୁ ପ୍ରଭୁଙ୍କ ଦାସ ଭାବରେ ଖ୍ରୀଷ୍ଟୀୟ ନମସ୍କାର ଜଣାଉଛି। ସମସ୍ତଙ୍କୁ ନମସ୍କାର, ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜି ଆମେ এই ସଭାରେ ଆସିଛୁ ପରମେଶ୍ୱରଙ୍କର ବାକ୍ୟ ଶୁଣିବା ପାଇଁ। ଆମେ ଅନେକଙ୍କର କଥା ଶୁଣିଛୁ, କିଛି ପ୍ରଭାବ ପକାଇ ନାହିଁ, କିନ୍ତୁ ପ୍ରଭୁଙ୍କର ପଦେ କଥା ଜୀବନକୁ ପରିବର୍ତ୍ତନ କରିଦେଇଛି। ପଦେ କଥା, ହଁ, ଲାଜର ମରିକରି ପଡ଼ିଛି। ଯୀଶୁ ଗଲେ ଲାଜର ବାହାରି ଆସିବ ନାହିଁ। ଯୀଶୁ ଡାକିଲେ ଯୀଶୁ କହିଲେ ହବ ନାଇଁ କି? ପବନ ପୁରା ଛଟପଟ ହଉଛି। ଯୀଶୁ କହିଲେ ରେ ପବନ ଚୁପ୍, ପବନ ଚୁପ୍। କାରଣ ସେ ଯେବେ କୁହନ୍ତି କିଛି ନା କିଛି ହେଇଯାଏ। ପ୍ରଭୁ ଦୀର୍ଘ ସମୟର ନୀରବତା ପରେ ଖାଲି ପାଟି ଟିକେ ଖୋଲିଲେ, ସୃଷ୍ଟି ହେଇଗଲା ସୃଷ୍ଟି। ତ ସେଇ ପ୍ରଭୁଙ୍କର ବାକ୍ୟ ଯେତେବେଳେ ଆମେ ଶୁଣିବୁ, ଆମ ଜୀବନରେ ପ୍ରଭାବ ଥିବ ନା ନାହିଁ। ତେଣୁ ଆଜି ଆମେ ବସିଲା ବେଳକୁ ଆମେ ପ୍ରାର୍ଥନା ସହିତ ଶୁଣିବା ଯେ ପରମେଶ୍ୱର ଆପଣ ମୋ ସହିତ କଥା ହୁଅନ୍ତୁ, ପ୍ରଭୁ ଆପଣ ମୋ ସହିତ କଥା ହୁଅନ୍ତୁ। ଆମେ ସେ ପ୍ରସଙ୍ଗ ପଦ ପଢ଼ିବା। ଆଜି କିଏ ପଢ଼ିବେ? ମାଇକ୍ ଧରିଛନ୍ତି ସମସ୍ତେ? ଭେରି ଗୁଡ୍। ଆଜି ପ୍ରସଙ୍ଗ ପଦ ପଢ଼ିବେ। ଏଭ୍ରି 10 ପର୍ବ 37 ପଦ। ହଁ, କାରଣ ଆଉ ଅତି ଅଳ୍ପ ସମୟ। କେତେ ଅଳ୍ପ? ଅତି ଅଳ୍ପ। ଅତି ଅଳ୍ପ ମାନେ କ'ଣ? କାଲି କହୁଥିଲି ଅଳ୍ପର 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 ଅଳ୍ପ କେତେ? ଅତି ଅଳ୍ପ। ସେଟା ଆଉ ବେଶୀ ଅଳ୍ପ ବି ନାହିଁ, ଅତି ଅଳ୍ପ ସମୟ। ମୋର ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଆମେ ଅତି ଅଳ୍ପ ସମୟ ଅଛି, ଆଗକୁ ଆଉ ବେଶୀ ସମୟ ନାହିଁ। ଜଗତ ଲୋକ ପାଇଁ ବହୁତ ସମୟ ଅଛି, ଆମ ପାଇଁ ଅଳ୍ପ ସମୟ ଅଛି। ଆମେ ଖାଲି ଅପେକ୍ଷା କରୁଛୁ ଯୀଶୁ କେବେ ଆସିବେ। ବାଇବଲର ଶେଷ କେମିତି ହେଇଛି ପଢ଼ିବେ ଟିକେ। ପ୍ରକାଶିତ ବାକ୍ୟ ଶେଷ ପର୍ବ। ଶେଷ ପର୍ବ ବୋଲେ କେତେ ପର୍ବ ସେଟା? 22 ପର୍ବ, ତାର 20 ପଦଟି ପଢ଼ନ୍ତୁ। ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି ସତ୍ୟ ଆମେ ଶୀଘ୍ର ଆସୁଅଛୁ। କଣ କହୁଛନ୍ତି? ସତ୍ୟ ଆମେ ଶୀଘ୍ର। ସତ୍ୟ ବୋଲେ କଣଟା? ଏଟା ମିଛ ନାହିଁ ବୋଲିବା। ସତ ମାନେ କଣ? ଏଟା ମିଛ ନାହିଁ। ଇଂଲିଶରେ ସତକୁ ଲେଖା ହଉଛି ସିଓରଲି ବୋଲି ଲେଖା ହଉଛି। ସିଓରଲି ମାନେ କଣ? ଅତି ନିଶ୍ଚିତ ଭାବରେ। ସିଓରଲି ସତ୍ୟ ଆମେ ଶୀଘ୍ର ଆସୁଅଛୁ। ଏଇଟା କହି କରି ପ୍ରଭୁ ବାଇବଲକୁ ବନ୍ଦ କରିଛନ୍ତି। ବାଇବଲ ଏଇ ବାକ୍ୟ ସହିତ ଶେଷ ହଉଛି କଣ? ସତ୍ୟ ଆମେ ଶୀଘ୍ର ଆସୁଅଛୁ, ଶୀଘ୍ର ଆସୁଅଛୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଧ୍ୟାନ କରିବା ସମୟରେ ପ୍ରାର୍ଥନା ସହିତ ଶୁଣିବା। କାହିଁକି ବାଇବଲ କହୁଛି କଣ? ଆଉ ଅତି ଅଳ୍ପ ସମୟ ମାତ୍ର। ଆପଣ ଶେଷ କାଳରେ ନାହାନ୍ତି, ଆପଣ ମୁଁ ଶେଷ କାଳରେ ନାହିଁ। ଶେଷ କାଳ ତ କେବେରୁ ଆରମ୍ଭ ହେଇଗଲାଣି, ଏଇଟା ଶେଷ କାଳ ନାହିଁ। ଏଭ୍ରି ତାର 1 ପର୍ବ 1-2 ପଦଟି ପଢ଼ିବେ। ଏଭ୍ରି 1 ପର୍ବ ତାର 1 ଆଉ 2 ପଦ। ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ। ଇକୋ ଦରକାର ନାହିଁ ହେଲା। ଖାଲି ଗୀତ ଗାଇଲା ବେଳକୁ, ନାଚ କଲା ବେଳକୁ ଇକୋ, ବାକ୍ୟ ବେଳକୁ ଇକୋ ଦରକାର ନାହିଁ। ହଁ ଠିକ। ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀ ମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ ମାନଙ୍କୁ କଥା କହିଅଛନ୍ତି। କାହା ଦ୍ୱାରା କଥା ହେଇଛନ୍ତି? ପୁତ୍ରଙ୍କ ଦ୍ୱାରା। ପୁତ୍ର କେବେ କଥା ହେଇଛନ୍ତି? ଶେଷ କାଳରେ। ପ୍ରଭୁ ଯୀଶୁ କେବେ ଥିଲେ ଜଗତରେ ଆସିକରି? 2000 ବର୍ଷ ପୂର୍ବେ ଥିଲେ। ତ ସେଇଟାକୁ ଶେଷ କାଳ ବୋଲି କୁହାଯାଉଛି। ଆପଣ ଏବେ ଶେଷ କାଳରେ ନାହିଁ, ଆମେ ଶେଷ କାଳରେ ଅଛୁ। ଶେଷ କାଳରେ ଆମେ ନାହୁଁ, ଆମେ ଶେଷ କାଳର ଶେଷ ମୁହୂର୍ତ୍ତରେ ଅଛୁ। ଆମେ ଶେଷ କାଳରେ ନାହିଁ। ଶେଷ କାଳ କେବେ ଆରମ୍ଭ ହେଲା? ଯୀଶୁ ଥିବା ସମୟରେ। ଶେଷ କାଳରେ ପୁତ୍ରଙ୍କ ଦ୍ୱାରା କଥା ହେଇଛନ୍ତି, ସେଟାକୁ ଶେଷ କାଳ ବୋଲି କୁହାଯାଉଛି। ପ୍ରେରିତ 2 ପର୍ବ 17 ପଦଟି ପଢ଼ିବେ। ପ୍ରେରିତ 2 ପର୍ବ ତାର 17 ପଦ। ଈଶ୍ୱର କହନ୍ତି ଶେଷ କାଳରେ ଏପରି ଘଟିବ ଯେ
आम्भे समस्त मर्त्य उपरे आमे समस्त मर्त्य उपरे आपण आत्मा वृष्टि करिबा आपण आत्मा वृष्टि करिबा सेतिरे तुंभ मानकर केबे वृष्टि करिबा शेष काल रे आपण आत्मा पवित्र आत्मा केबे आस्तिले पेंटिकस्ट दिनर कथा एटा पेंटिकस्ट दिन केबे हितिला 2000 वर्ष पूर्वे तो 2000 वर्ष पूर्व को कौन कह जाउछि शेष काल हेले आपण को काल एबे आपण हम शेष काल रे नहीं को समय रे अछु शेष मुहूर्त रे अछु आमे अछु शेष मुहूर्त रो ख्रिस्टियन शेष मुहूर्त रो ख्रिस्टियन मोर प्रिय भाई भणी माने बाकी लोक जगत पत्रे पागल होइचंती এই পর্ব সেই পর্ব এই যাত্রা সেই যাত্রা এইটি যা সেইটি যা ঘর বনাইবা খাইবা পিবা পাঠ পড়বা আমার চিন্তা কোন প্রভু কেবে আসবে জীবু বলিবা সেই প্রস্তুতি কালি মু সমস্ত কো কহুতলি গোটে বিষয় করিবে স্কুল রে থিবে প্রভু রে থিবে হস্টেল রে থিবে প্রভু রে থিবে চাকরি করিবা যে সেটি প্রভু রে থিবে অটো চলাউ থিবে প্রভু রে থিবে पुआ झी मैंने पिकनिक जाऊछ प्रभु रे थिबो सिटी पिकनिक जाऊछ बोले बेसी नथिला काम करिबोनी आपण जोठी थांतु प्रभु रे थांतु कारण प्रभु जते बेले भी आसिले सेठु आमे जीवार अछि सही प्रस्तुत थिबा अछि आज प्रत्येक को प्रभु को दास भाव अनुरोध करबा पई चाहे आज ठारो जीवन को सजाडंतु कारण आउ अत्यल्प समय मात्र जहांकर आगमन करिवार अछि आगमन करिवे और विलंब करिवे नहीं हेले प्रिय भाई भणी मान आपण मान को गत काली कहूतली गोटे विषय काहे कि शैतान आसी पारु नहीं काहे कि शैतान रो राज्य आसी पारु नहीं कारण मंडली अछि मंडली थिबा जाए शैतान आसी पारिबो नहीं मंडली गले आकाश आसीबो मंडली थिबा जाए शैतान किछ करि पारबो नहीं आपण देखिबे माथ्यू तारो 16 पर्व 19 पद आपण 18 पद पढ़तु 18 पद आउ मु मध्य तुमको कहू अछि तुमे पितर पुणी एही पत्थर उपरे को पत्थर एही पत्थर को पत्थर ख्रीष्ट रूपी पत्थर ख्रीष्ट होचंती जीवंत प्रस्तर এই পথর উপরে মু আপনা মণ্ডলী তলিবি আউ নরকর বল তাহাকু পরাজয় করিব নাই মণ্ডলীକୁ কে পরাজয় করি পারিব নাই নরকর বল এটি নরকর বল লেখা হইছি ইংলিশে কোন লেখা হইছি গেটস অফ হেল বল লেখা হইছি মানে নরকর দ্বার সবু স্বর্গ দ্বার গুটে একা স্বর্গ জীবার দ্বার गोटे नरक जीवार द्वार गदा गदा जुआड़े गले भी नरक को जाई हबो एने जाओ तेने जाओ केने जाओ जेने जाओ नरक को जाई हबो किंतु स्वर्ग जीवा पई गोटे बाट लेखा जाउछि नरकर सब द्वार खोली देले मध्य जतिके शक्ति आसले मध्य मंडली को पराजय करि पारबो नाही ए चार पांचटा चंडाल मान को कथा छाड़ो एमन कौन करि पारबे चर्च घर भांगी पारबे हमर भितरे बसला प्रभु को कोडी काढी पारबे प्रभु चर्च रे रहउनांती तांकर धारणा कोन एमान को जेसु चर्च रे अछंती चर्च को भांगी देले प्रिय भाई भनी माने मंदिर रे के थाए मंदिर रे मूर्ति थाए प्रभु न थांती प्रभु थांती कि मंदिर रे प्रभु न थांती प्रभु कोडी थांती मनुष्य सहित थांती से सर्वव्यापी अटंती से सर्वदर्शी अटंती से सर्वज्ञ अटंती एटा जानी थांतु मंदिर रे प्रभु रुहंती नहीं मंदिर रे मूर्ति थाए आमर चर्च रे जीसु रहउनांती जीसु कोड रहउचंती आम सहित अछंती से सर्वव्यापी इमानुएल परमेश्वर आम मान को सहित रहिबा परमेश्वर तो शैतान तो आरी किछि करि पारु नहीं जतके चेष्टा करुछि ठीक कौन गुड कर दी बोली करी तार धारणा कौन मु एकला नरक जीवी ना केत को धरी करी जीवी बोली करी आमर विश्वास माने बढ़िया थिले एबे के दिन पुरना पाप पुणी आरंभ करिसंती जे पुड़िया छाड़ी थिला एबे पुणी पुड़िया आरंभ करछि से जे मोबाइल रे खराब वीडियो देखबाटा छाड़ी थिला एबे पुणी स्टार्ट करछि से ए भांग खैनी पुड़िया छाड़ी थिले बहुत दिन पर्यंत एबे के गुड कहि दिला नाही चलबो
ହୃଦୟ ସଫା ଥିଲେ ହେଲା ବୋଲି କହେ। ପ୍ରିୟ ଭାଇ ଭଉଣୀ ମାନେ ପାଟି ସଫା ଥିଲେ ତ ହୃଦୟ ସଫା ଥିବ। ଆଖି ସଫା ଥିଲେ ତ ହୃଦୟ ସଫା ଥିବ। କାନ ସଫା ଥିଲେ ତ ହୃଦୟ ସଫା ଥିବ। କେମିତି ସଫା ରହିବ? ତେଣୁ ଆପଣମାନେ ସମସ୍ତେ ସାବଧାନ ହେଇକି ଥାଆନ୍ତୁ କ'ଣ କରୁଛନ୍ତି। କାରଣ ପ୍ରଭୁ ଆସିଲା ବେଳକୁ କ'ଣ କରୁଥିବେ ସେଇଟା ଏକା ଇମ୍ପୋର୍ଟାଣ୍ଟ କଥା। ପ୍ରଭୁ ଆସିଲା ବେଳକୁ ଯଦି ମଦ ଗ୍ଲାସ ଧରି ବସି ଦେଇଥିବ, ପ୍ରଭୁ ଆସିଲା ବେଳକୁ ଖଇନି ମନ୍ତୁଥିବ, ପ୍ରଭୁ ଆସିଲା ବେଳକୁ ପୁଅ ଝିଅ ହାଲୋ ହାଲୋ କରୁଥିବେ, କିଏ କାହାକୁ ଭିଡ଼ିଓ ପଠାଉଥିବ, କିଏ କାହାର ଭିଡ଼ିଓ ଦେଖୁଥିବ, ସେତେବେଳେ କ'ଣ କରିବେ? ତେଣୁ ପାପ ପାପ ଅଟେ, ପାପ ସହିତ ସ୍ୱର୍ଗକୁ ଯାଇ ହବ ନାହିଁ। ଏଠି ଆମେ କ'ଣ ଦେଖୁଛୁ ଯେ ନରକର ବଳ କ'ଣ କରିପାରିବ ନାହିଁ? ମଣ୍ଡଳୀକୁ ପରାସ୍ତ କରିପାରିବ ନାହିଁ। ଯଦି ନରକର ବଳ ମଣ୍ଡଳୀକୁ ପରାସ୍ତ କରିପାରିବ ନାହିଁ, ମଣ୍ଡଳୀ ଥିବା ଯେ ନରକର ବଳ ପୃଥିବୀରେ ଆସିପାରିବ କି? ଶୈତାନର ସାମ୍ରାଜ୍ୟ ଆସିପାରିବ କି? ଶୈତାନର ସାମ୍ରାଜ୍ୟ ଆସିପାରିବ ନାହିଁ। କ'ଣ ହେବାର ଅଛି? ମଣ୍ଡଳୀ ଏଠୁ ଯିବାର ଅଛି। ତ ଆପଣମାନେ ସେ ଯିବା ପ୍ରସ୍ତୁତିରେ ଥାଆନ୍ତୁ, ଥିବା ପ୍ରସ୍ତୁତିରେ ନାହିଁ। ଘର ବାନ୍ଧନ୍ତୁ କିନ୍ତୁ ଯିବା ପାଇଁ ରେଡି ଥାଆନ୍ତୁ। ଆପଣ କୁହନ୍ତୁ ନାହିଁ ପ୍ରଭୁ ଘର ବାନ୍ଧିଛି ରାଜା, କେମିତି ହେଲେ ବି 20 ବର୍ଷ ଥିବି ବୋଲି। କିଛି ନାହିଁ, ସବୁ ଛାଡ଼ିକି ଯିବାର ଅଛି। ତୁରି ଶବ୍ଦ ହେଲେ ତ ପିନ୍ଧିଲା ଲୁଗା ବି ରହିଯିବ, ଏଠି ସୁନା ଗହଣା ବି ରହିଯିବ, ଗାଡ଼ିର ଚାବି ରହିଯିବ, ମୋବାଇଲ ରହିଯିବ, ବ୍ୟାଙ୍କର ପଇସା ମଧ୍ୟ ଏଠି ଆଗା ଗଲାବେଳେ ଧରିକି ଯାଇପାରିବେ। ଯିବେ କି? ଅଣ୍ଟାରେ ଥିବା ପଇସା ଧରିକି ଯିବେ ନାଇଁ। ଯାହା ଏଠି ଦେଇଥିବେ ସେଇଟା ଆଗା ସେଠି ପାଇବେ। ଆପଣ ପ୍ରଭୁଙ୍କ ସେବା ପାଇଁ ଯାହା ଦେଇଛନ୍ତି, ଚର୍ଚ୍ଚରେ ଯାହା ଦଉଛନ୍ତି, ମିଟିଂରେ ଯାହା ଦଉଛନ୍ତି, ପ୍ରଭୁଙ୍କ ଦାସମାନଙ୍କୁ ଯାହା ଦଉଛନ୍ତି, ସେଇଟା ଆକା ଉପରେ ଲେଖା ହେଇଥିବ, ଏଇଠି ଥିବାଟା ଲେଖା ହେବନି। ସେଥିପାଇଁ ପ୍ରଭୁ ଜଣେ ପ୍ରଭୁଙ୍କ ଦାସ କ'ଣ ବୋଲି କହୁଛନ୍ତି? ହ୍ୱାଟ ୱି ଗିଭ୍ ଚର୍ଚ୍ଚ ରେକର୍ଡସ୍, ହ୍ୱାଟ ୱି କିପ୍ ଗଡ୍ ରେକର୍ଡସ୍। ହ୍ୱାଟ ୱି ଗିଭ୍, ଆମେ ଯାହା ଦଉଛୁ ସେଇଟା ମଣ୍ଡଳୀ ହିସାବରେ ଅଛି, ଆଉ ଯାହା ଦଉନୁ କାହାର ହିସାବରେ ଅଛି? ପ୍ରଭୁ ଆକୁ ଏତିକି ଦେଲି ହେଲେ ବି ଏ ଦଉନାହିଁ, ଦଉନାହିଁ। ମାର୍କେଟ ଗଲେ ଯେତିକି ପଇସା ଥିବ ଭେନିଟି ବ୍ୟାଗରେ ଝାଡ଼ି ସବୁ ଗାଡ଼ି ଖର୍ଚ୍ଚ କରିଦେବେ, କାହାକୁ ଉଧାର ମଧ୍ୟ ମାଗିଥିବେ, ଦେଇ ଚାଲ 500 ଟଙ୍କା ଘରେ ଗଲେ। କିନ୍ତୁ ଏଠି ଆସିଲା ବେଳକୁ ଦାନ ଦେବା ପୂର୍ବରୁ 4 ଥର ପଇସାକୁ ଦେଖୁଥିବେ, ଏଟା 50 ନା 100 ନା 500 ବୋଲିଲା ଭଳିଆ। ପ୍ରିୟ ଭାଇ ଭଉଣୀ ମାନେ ମୁଁ ଆଶ୍ଚର୍ଯ୍ୟ ହଉଛି, 10 ଟଙ୍କା 20 ଟଙ୍କା ନୋଟ ନେଇ କୋଉ ମାଟିରେ ଦୋଳୁଛନ୍ତି କିଏ ଜାଣେ? ଏତେ ଅସ୍ନା ଦେଖ ସତରା ନାହିଁ, ଗନ୍ଧ ପରା ଗନ୍ଧ ନାହିଁ। ଭାଇ ଭଉଣୀ ମାନେ ଆଗର ଟଙ୍କା ଗୁଡାକ ଏତେ ଏତେ ଦିନ ଥିଲା, ଭଲ ଥିଲା, ଏଇ ଟଙ୍କା ଗୁଡାକ ଟିକେ କୁତରା ହେଇଯାଉଛି। ତ ଆଜି ବାକ୍ୟ ଶୁଣିଲା ବେଳକୁ ଟିକେ ଧ୍ୟାନ ଦେବେ ଆପଣ ମାନେ, ଆପଣ କ'ଣ କରୁଛନ୍ତି, ଆପଣଙ୍କ ଜୀବନ କେମିତି ଅଛି। ମୁଁ ସବୁବେଳେ ଗୋଟେ କଥା କୁହେ, ସ୍ୱର୍ଗ ଯିବା ପାଇଁ 2ଟା ବିଷୟ ଦରକାର, ବେଶୀ ବିଷୟ ଦରକାର। ସ୍ୱର୍ଗ ଯିବା ପାଇଁ 2ଟା ବିଷୟ ଏକା ଦରକାର। ଗୋଟେ ହେଉଛି ଆପଣଙ୍କ ପାପ ସବୁ କ୍ଷମା ହେଇଥିବା ଦରକାର, ଆଉ ଆପଣ ପବିତ୍ର ଜୀବନ କାଟୁଥିବା ଦରକାର। ଆଉ କିଛି ଦରକାର? କିଛି ଦରକାର ନାହିଁ। ଆପଣଙ୍କ ପାପ କ୍ଷମା ହେଇଛି କି ସେତିକି ବଡ଼ କଥା। ପାପ ଲୁଚାଇବେନି, ପାପ ଲୁଚିବ, ସେ ପାପ ଲୁଚାଇବା ଚିନ୍ତାରେ ଏକା ପଡ଼ନ୍ତୁ ନାହିଁ, ଏଟା ବିଲେଇର ବୁଦ୍ଧି। କ'ଣ କରିବ? ସିମେଣ୍ଟ ଘରେ ହଗି ଦେଇକି ସେ ଟାଣି ପକାଉଥିବେ, ଦେଖିଛନ୍ତି? ମାଟିରେ ତ ଟାଣି କରି ହଗଲାଟା ପୋତବ। ଏବେ କ'ଣ କରୁଛି? ସିମେଣ୍ଟ କରି ହଗିଦେବ, ୟାର ସେ ଟିକେ ତାର ଅଭ୍ୟାସ ରାମ୍ପଡ଼ି କରି ପୋତିବାଟା, ସେ ଭାବୁଛି ପୋତି ଦେଲି ବୋଲି କରି। ପାପ ପୋତି ହୁଏ ନାହିଁ। ଆମେ ପୋତି ହେଇଗଲେ ବି ପାପ ପୋତି ହେବ ନାହିଁ। ଯେବେ ପ୍ରଭୁ ଆସିବେ ତେବେ ସବୁ ହିସାବ କରିବେ। ଆଜି ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆମେ ଯେତେ ଜଣ ଏଠି ବସିଛୁ, ଆମେ ଯତ୍ନପୂର୍ବକ ଆଜିର ବାକ୍ୟକୁ ଶୁଣିବା, ଯତ୍ନପୂର୍ବକ ଜୀବନକୁ ସଜାଡ଼ିବା। ଆମେ ଯେମିତି ଅଛୁ ଭାବିବା ନାହିଁ ଯେ ଆମେ ବର୍ତ୍ତି ଯିବୁ ବୋଲି କରି। ସ୍ୱର୍ଗ ଯିବା ପାଇଁ 2ଟା ବିଷୟ ଦରକାର। ଗୋଟେ ହେଉଛି ଆପଣଙ୍କ ପାପ କ୍ଷମା ହେଇଥିବା ଦରକାର, ଆଉ ଆପଣ ପବିତ୍ର ଜୀବନ କାଟୁଥିବା ଦରକାର। ଗୋଟେ ହେଉଛି ଫରଗିଭନେସ୍, ଆଉ ଗୋଟେ ହେଉଛି ହୋଲିନେସ୍। କ'ଣ ଦରକାର? 2ଟା, ଆଉ କିଛି ନାହିଁ। ଫରଗିଭନେସ୍ ଆଉ ଗୋଟେ ହୋଲିନେସ୍, ଏ 2ଟା ଛଡ଼ା ଆଉ କିଛି ଦରକାର ନାହିଁ। ବାଇବଲ କେତେଥର ପଢ଼ିଛନ୍ତି? 40 ଦିନ ଉପବାସ କେତେଥର କରିଛନ୍ତି? 10 ମାସ କେତେ ଦେଇଛନ୍ତି? ଏଇଟା ନାହିଁ ବଡ଼ କଥା। 10 ମାସ ଦେବା ଲୋକ ବି ନରକ ପଳାଇଥିବ, ଯାଇକରି କହିବ ପ୍ରଭୁ ପ୍ରତି ମାସରେ ମୁଁ 10 ମାସ ଦଉଥିଲି, ରାଜା ତୁ କାହାକୁ ଦେଇଥିଲୁ ତାର ପାଖେ ଯା। ଏଠି 10 ମାସ ସ୍ୱର୍ଗକୁ ନେବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ ଅନେକ ଲୋକ ଉପବାସ କରୁଛନ୍ତି। ଉପବାସ କ'ଣ କରେ? ଉପବାସ କ'ଣ କରେ? ଆମେ ଉପବାସ କାହିଁ କରୁଛୁ?
ପରିସ୍ଥିତି ପରିବର୍ତ୍ତନ କରିବା ପାଇଁ। କିନ୍ତୁ ଉପବାସ କ'ଣ ପରିବର୍ତ୍ତନ କରିବା କଥା? ମୋତେ ପରିବର୍ତ୍ତନ କରିବା ଦରକାର। ଉପବାସ କ'ଣ କରିବା ଦରକାର? ମୋତେ ଆମେ ଉପବାସ କରି ପ୍ରଭୁଙ୍କୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛୁ। ସତ ନା ନାହିଁ ଝିଅମାନେ? ପୁଅକୁ ଭଲ ପାଇବେ ପାଇବେ, ସେ ପୁଅ ନାହିଁ ବୋଲେ ଫାଷ୍ଟିଂରେ ବସି ପଡ଼ିବେ। ପ୍ରଭୁ ତୁମେ ତ ସବୁ କରିପାରିବ ରାଜା, ତୁମେ କହିଲା ସୂର୍ଯ୍ୟ ହେଲା, ଚନ୍ଦ୍ର ହେଲା, ନକ୍ଷତ୍ର ହେଲା, ପ୍ରଭୁ ତୁମେ ପଦେ ଆଜ୍ଞା ଦେଲେ ପ୍ରଭୁ, ଓ ପ୍ରଭୁ ରୋହନର ହୃଦୟ ପରିବର୍ତ୍ତନ ହେଇଯିବ ପ୍ରଭୁ ବୋଲି ପ୍ରାର୍ଥନା। ପ୍ରଭୁ ଯଦି ଦେଉନାହାନ୍ତି ପ୍ରାର୍ଥନା କରି ମାଗବ ନାହିଁ ସେଟା। ପ୍ରଭୁ ତ ଭାଙ୍ଗି ଦେଲେଣି କି ନାହିଁ? ଏମାନେ ପ୍ରାର୍ଥନା କରି କାନ୍ଦି କାନ୍ଦି ଦିଅ ରାଜା, ଦିଅ ରାଜା, ଦିଅ ରାଜା ଦେଇଦେଲେ। ଏବେ ମାଡ଼ ଖାଉଛି, ଏବେ ମାଡ଼ ଖାଉଛି। ପ୍ରଭୁ କାହିଁକି ଦେଲ ରାଜା? ମୁଇଁ ଦେଇ ନାଇଲ ରାଣୀ, ତୁଇ କାନ୍ଦି କାନ୍ଦି ମାଗଲାରୁ ତତେ ମୁଇଁ ତ ଜାଣିକରି ତତେ ଦେଉନଥିଲି। କେଟା ଭଉଣୀ ମାନଙ୍କୁ 2-3ଟା ଝିଅ ଥିବ ନା ନାହିଁ? ଖୁସିରେ ଥିବାର ସିନା ନାହିଁ। ପୁଅ ହଉ ଝିଅ ହଉ ସମାନ କଥା। 3ଟା ଝିଅ ପରେ ଇଏ ଫାଷ୍ଟିଂ ଆରମ୍ଭ କରିଦେବ। ପ୍ରଭୁ ଗୋଟେ ପୁଅ ଦିଅ ରାଜା, ଗୋଟେ ପ୍ରଭୁ ଗୋଟେ ଗୋଟେ, ସେ ଗୋଟେ ଦେଲେ। ଏବେ ସେ ଗୋଟେ ଆରି କ'ଣ ସାକ୍ଷ୍ୟ? ମତେ ହେଉନଥିଲା, ଉପବାସ ପ୍ରାର୍ଥନା କଲି, କାନ୍ଦି କାନ୍ଦି ପ୍ରାର୍ଥନା କଲି, ପ୍ରଭୁ ମତେ ପୁଅ ଯୋଗାଇଲେ। ଏବେ ହସିଥାଉ। ବାହା ଯେବେ ହେବ ତାପରେ କଥା ତମେ ପରେ ବୁଝିବ। ଏବେ ଅନେକ ଲୋକ ବୁଝି ସାରିଲେଣି। ଏବେ ଯାଇ କହୁଛନ୍ତି ପ୍ରଭୁ କାହିଁକି ପୁଅ ଦେଲ ରାଜା, ତତେ ମୁଇଁ ଦେଇ ନାଇଲ ରାଣୀ, ତୁ ଏକା ଫାଷ୍ଟିଂ କରି କାନ୍ଦି କାନ୍ଦି ମାଗିଲୁ। ସେଟା ମୁଁ ଜାଣିଥିଲି ଏ ଘୋଡ଼ା ମୁହାକୁ ଏ ବଡ଼ ହେଲେ ତତେ ପଚାରବ ନାହିଁ, ଏ କାଳିଆ ମୁହା ତତେ ଘରରୁ ବାହାର କରିଦେବ। ସେଇଥିପାଇଁ ମୁଁ ଜାଣିକରି ତତେ ପୁଅ ଦେଉନଥିଲି। ତୁ ଏକା କାନ୍ଦି କାନ୍ଦି ମାଗିଛୁ, ଏବେ ଭୋଗେବେ। ପ୍ରଭୁ ଯଦି ଭଲରେ ଥଉନାହାନ୍ତି ବେଶୀ କନ୍ଦା ବୋବା ହେବ ନାହିଁ। ଏଇଟା ଆମର ପରମେଶ୍ୱର ଆମର ସବୁ ଆବଶ୍ୟକତା ଜାଣିଛନ୍ତି। ଆପଣଙ୍କୁ ଯାହା ଦରକାର ସେ ଦେବା ପାଇଁ ସାମର୍ଥ୍ୟ ଅଟନ୍ତି। ତେଣୁ ଆପଣ ଏ ପଛରେ ବୋଲନ୍ତୁ ନାହିଁ। 2ଟା ବିଷୟ ସ୍ୱର୍ଗ ଯିବା ପାଇଁ। କ'ଣ? ଆପଣଙ୍କ ପାପ ସବୁ କ୍ଷମା ହେଇଥିବା ଦରକାର, ଆଉ ଆପଣ ପବିତ୍ର ଜୀବନ କାଟୁଥିବା ଦରକାର। ନାଇଁ ମୁଁ ପବିତ୍ର ଥିଲି, ପ୍ରାର୍ଥନା କରୁଥିଲି, ଉପବାସ କରୁଥିଲି, ସେ ଥିଲି ଚଳିବ ନାହିଁ। ଏବେ କେମିତି ଅଛ? ଭଲ ପାଠ ପଢୁଥିଲି, ମୁଁ ଭଲ ପଢୁଥିଲି, ମାତ୍ର ପରୀକ୍ଷାରେ ଫେଲ ହେଇଯାଇଛି। ହେଲା, ଭଲ ପଢୁଥିଲା ପରୀକ୍ଷାରେ ଫେଲ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଏଠି ବସିଲା ବେଳକୁ ଚିନ୍ତା କରିବା ପାଇଁ। ଏବେ ଆମର ଫାଇନାଲ ପରୀକ୍ଷା ଟାଇମ ଆସିଗଲାଣି। ତୁରି ବାଦଲା ପରେ ଜଣା ପଡିବ କିଏ ଖ୍ରୀଷ୍ଟିଆନ କିଏ ନାହିଁ ବୋଲିକରି। ଏବେ ତ ସବୁ ଖ୍ରୀଷ୍ଟିଆନ ନା ନାହିଁ? ଏବେ ମଦ ପିଇବା ଲୋକ ବି ଖ୍ରୀଷ୍ଟିଆନ, ପୁଡ଼ିଆ ଖାଇବା ଲୋକ ବି ଖ୍ରୀଷ୍ଟିଆନ, ଗୁଡାକୁ କଷିବା ଲୋକ ବି, ଭାଙ୍ଗ ଖାଇବା ଲୋକ ବି ଖ୍ରୀଷ୍ଟିଆନ, ଜୁଆ ଖେଳିବା ଲୋକ ବି ଖ୍ରୀଷ୍ଟିଆନ। ସବୁ ତ ଖ୍ରୀଷ୍ଟିଆନ। ସବୁ କରିଦେଇକରି ଏ ପୃଥିବୀ ଜାଣୁ ଆମେ ଭାଇ ଭଉଣୀ ମାନେ ସବୁ ଚଳୁଛି। ଭାଇ ଚଳିବ? ସିଗାରେଟ ମାଗିବ, ସିଗାରେଟ ନେଇ ବୋଲେ ଭାଇ ସିଗାରେଟ ନେଇ, ବିଡି ଅଛି, ହଁ ଭାଇ ଚଳିବ, ଚଳେଇଦେବା। ପାନ ମାଗିବ, ପାନ ନଥିଲେ ପାନ ନାହିଁ, ହଉ ପୁଡ଼ିଆ ବି ଚଳିବ। ଆକୁ ସବୁ ଚଳିବ। ଏଠି ଚଳିବ, ସେଠି ଚଳିବ ନାହିଁ। ତେଣୁ ଆପଣ ମାନେ ପ୍ରତ୍ୟେକ ସାବଧାନ ହେଇକି ଥାନ୍ତୁ। ସ୍ୱର୍ଗ ଯିବା ପାଇଁ 2ଟା ବିଷୟ। ଗୋଟେ ହଉଛି ପାପ କ୍ଷମା। ଯଦି ପାପ ଅଛି ପିଲାମାନେ କ୍ଷମା ମାଗିଦିଅ। ପ୍ରଭୁ ଯଦି କ୍ଷମା କରିବାକୁ ରେଡି ଅଛନ୍ତି, ଆପଣ କାହିଁକି କ୍ଷମା ମାଗିବେ ନାହିଁ? ଯଦି ଜଣେ ଲୋକ ଆପଣଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ଆପଣ କାହିଁକି କ୍ଷମା ମାଗିବେ ନାହିଁ? ସେଇଟା ମୁଁ କହିବା ପାଇଁ ଚାହୁଁଛି। କେବେ କ୍ଷମା ମାଗିବେ? ଏବେ ପାପ କରିବି, ପରେ ସୁବିଧା ହେଲେ ଦେଖିବି। ଏବେ ମୋର କି ବୟସ ହେଇଛି? କି ବୟସ ହେଇଛି? ମରିବା ପାଇଁ ବୟସ ନାହିଁ। ମରିବା ପାଇଁ ବୟସ ଅଛି କି? ନାହିଁ। କୌଣସି ବୟସରେ ବି ଲୋକ ଦେଖନ୍ତୁ, ଅନେକ ଘରେ ବୁଢା ବୁଢୀ ବାପା ମା ରହିଯାଇଛନ୍ତି, ଭେଣ୍ଡିଆ ଛୁଆ ମାନେ, ନାତି ମରି ଯାଇଛି, ଜେଜେ ବଞ୍ଚିଛି। ମରିବା ପାଇଁ ବୟସ ନାହିଁ। ଏବେ ସୁଯୋଗ ଅଛି ସମସ୍ତଙ୍କୁ ମୁଁ କହିବା ପାଇଁ ଚାହେଁ, ଯଦି କିଛି ପାପ ସହିତ ଆସିଛ, ପାପ ସହିତ ଯାଆନ୍ତୁ ନାହିଁ। ଭାବନ୍ତୁ ନାହିଁ କିଛି ପ୍ରକାଶ ପାଇବନି। ଏବେ ଆମେ କ'ଣ କରି ଭାବୁଛୁ? କ'ଣ କିଏ ଜାଣିଛି, କିଏ ଦେଖୁଛି, କାହାକୁ ଜଣା? ଦିନେ ପ୍ରକାଶ ପାଇବ। ପ୍ରଭୁ ଶବ୍ଦ ହିସାବ ରଖୁଛନ୍ତି। ବାଇବଲରେ କ'ଣ ଲେଖାଯାଉଛି? ଲୁକ 8 ପର୍ବ 17 ପଦଟି ପଢିବେ। ଲୁକ 8 ପର୍ବ ତାର 17 ପଦ। କାରଣ ଯାହା ପ୍ରକାଶିତ ନ ହେବ, ଏପରି ଗୁପ୍ତ ବିଷୟ କିଛି ନାହିଁ। ଯାହା ପ୍ରକାଶିତ ନ ହେବ ଏପରି ଗୁପ୍ତ ବିଷୟ କିଛି ନାହିଁ।
ମନେ ରଖିଥାନ୍ତୁ ଯାହା ପ୍ରକାଶ ତ ହେବ ଏପରି ଗୁପ୍ତ ବିଷୟ କିଛି ନାହିଁ। ତାପରେ ଅବା ଯାହା ଜଣାଯାଏ ପ୍ରକାଶ ନ ପାଇବ, ଅବା ଯାହା ଜଣା ଯାଇ ପ୍ରକାଶ ନ ପାଇବ, ଏପରି ଗୁପ୍ତ ବିଷୟ କିଛି ନାହିଁ। କିଛି ନାହିଁ, ଗୋଟେ ବି ନାହିଁ, ଲୁଚାଇ ପାରିବେ ନାହିଁ ଆପଣ। ଅନେକ ଲୋକ ଭାବୁଛନ୍ତି କଣ ପାପ କରି ମୁଁ ଲୁଚେଇ ଦେବି, କିଛି ଲୁଚିବ ନାହିଁ। ତେଣୁ ଆଜି ଯେତେ ଜଣ ବସିଛନ୍ତି ମୁଁ ସମସ୍ତଙ୍କୁ ସେୟା କହୁଛି, ମୋର କାମ ବେଶୀ କିଛି ନାହିଁ। ଲୋକମାନଙ୍କୁ ଶେଷ ଥର ପାଇଁ ସତର୍କ କରାଇବାଟା ମୋର କାମ। ମୋର କାମ କି ନୂଆ ଶିକ୍ଷା ଦେବାଟା ମୋର କାମ ନାହିଁ। ଯୋଉ ଶିକ୍ଷା ପାଇଛ ମନେ ପକାଇ ଦେବାଟା ମୋର କାମ। ମୋର କାମ ସେତିକି, ଆଉ କିଛି ନାହିଁ। ପ୍ରଭୁ ମତେ ବେଶୀ ବଡ଼ କାମ ଦେଇନାହାନ୍ତି। ପ୍ରଭୁ ମତେ ଭାବବାଦୀ ବନେଇ ନାହାନ୍ତି। ବାଇବଲ ଗୋଟେ ଦେଇଛନ୍ତି, ଲେଖା ହେଇଛି ନେଇକରି କହ, ସେତିକି କହ। ଲେଖା ନଥିଲା କଥା ତୁ କହ ନାହିଁ, ଯୋଉଟା ଲେଖା ହେଇଛି ସିଧା କହିବୁ। ଆଉ ଟେଢା ମେଢା ନାହିଁ, ସିଧା। କାହାକୁ ବାଧୁ କି ଖୁସି ହଉ କି ଦୁଃଖ ହଉ ଯାଇ ଆସେ। ମୁଁ ଦେଖିଛି ମିଟିଂ କରିବା ଲୋକ ବଡ ଖୁସିରେ ଡାକନ୍ତି, ବିଦାୟ ଦେଲା ବେଳକୁ ଆହୁରି ଦ୍ୱିତୀୟ ଥର ସରେ ହେତୁ ବି କରୁନାହାନ୍ତି, ଆହୁରି ମନେ ପକାଉନାହାନ୍ତି। ଅନେକ ଜାଗାରେ ମୁଁ ଦେଖୁଛି, ଆଜ୍ଞା ଆପଣଙ୍କ ନାଁ ଉଠିଥିଲା, ଆଜ୍ଞା ବକ୍ତା କରି ଆଣିବା ବୋଲି ଆପଣଙ୍କ ନାଁ ଉଠିଥିଲା ଆଜ୍ଞା, ପରେ କିଏ ବସାଇ ଦେଲା କେ ଜାଣେ। ଉଠି ତ ଥିଲା ମୋର ନାଁ, କିନ୍ତୁ କଣ କରିବା ପ୍ରିୟ ଭାଇ ଭଉଣୀ ମାନେ, ଚୋର ଚଣ୍ଡାଳ ଭଳିଆ ଜୀବନ କାଟିବୁ ଆଉ ସ୍ୱର୍ଗ ଯିବ ହବ କି? ମୁଁ ନାହିଁ, ଆପଣ ନାହିଁ। ଯଦି ମୁଁ ପାପରେ ପଡି ଯାଇଥିବି ସ୍ୱର୍ଗ ଯାଇ ଖୋଜିବେ ସେ ନିରଞ୍ଜନ ଆଜ୍ଞା ପ୍ରଭୁଙ୍କର ମହାନ ଦାସ କୁଆଡେ ଗଲେ, କୁଆଡେ ଗଲେ? ଗଲେ ସେଠି ପ୍ରଭୁଙ୍କର ଦାସ ବୋଲି ଛାଡିବେ ନାହିଁ। ଯଦି ପାପରେ ଥିବୁ ନା ଆପଣ ନା ମୁଁ, ସେଇଥିପାଇଁ ସବୁବେଳେ ସତର୍କ ଜୀବନ କାଟିବେ। ପାପ ଖେଳିବା ବିଷୟ ନୁହଁ। ପାପ ଖେଳିବା ବିଷୟ କି? ପାପ ପାପ ଅଟେ, ସାପ ସାପ ଅଟେ। ମା ମାନେ ସାନ ସାପକୁ ବେଗରେ ଧରି ଆସିବ, ଭେନିଟ ବେଗରେ। କାହିଁକି ନେଉছিল? ମୋର ସାନ ବାବୁ ଖେଳିବ ତ ସେଥିପାଇଁ ମୁଁ ନାହିଁ। ସାନ ସାପର ବଡ ବିଷ, ବଡ ପାପ ଯେତିକି କ୍ଷତି କରିବେ ସାନ ପାପ। ମିଛ କହିବେ ମାନେ ଭାବି ତ ଲୋକ ନରକ କେତେ ଯିବେ, ମିଛ କହି ପଳେଇଥିବେ। ବଡ ପାପ ନାହିଁ, ସାମାନ୍ୟ ମିଛ ଯଦି ଆମେ କହୁଛୁ। ଏବେ ମିଛ କହିବା କଣ ଲାଗୁଛି, ଖୁସି ଲାଗୁଛି ନା ନାହିଁ? ଗୋଟେ ପଦ ପଢିବେ ମସ୍ତ, ଖୋଲନ୍ତୁ ପ୍ରକାଶିତ ବାକ୍ୟ ଖୋଲନ୍ତୁ। ମୁଁ ଆପଣଙ୍କୁ ସାନ ସାନ ପାପ କଥା କହୁଛି, ବେଶୀ ବଡଟା କହିଲେ ଦୁଃଖ ହେବେ। ସାନ ସାନ ପାପ ପ୍ରକାଶିତ ବାକ୍ୟ ଦେଖନ୍ତୁ, ତାର 21 ପର୍ବ 8 ପଦ, 21 ପର୍ବ 8 ପଦ। ହଁ, କିନ୍ତୁ ଯେଉଁମାନେ ଭୀରୁ, କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଭୀରୁ ମାନେ କଣ? ଡରୁଆ ଲୋକ। ଭୀରୁ ମାନେ ସାକ୍ଷ୍ୟ ଦେବା ପାଇଁ ଡରୁଛି, ଖ୍ରୀଷ୍ଟିଆନ ବୋଲି କହିବା ପାଇଁ ଡରୁଛି, ବିଶ୍ୱାସୀ ବୋଲି କହିବା ପାଇଁ ଡରୁଛି। ଯେଉଁମାନେ ଭୀରୁ, ତାପରେ ଅବିଶ୍ୱାସୀ, ଅବିଶ୍ୱାସୀ, ଘୃଣ୍ୟ ଘୃଣ୍ୟ କଳଙ୍କିତ, ନରଘାତକ, ନରଘାତକ, ବ୍ୟଭିଚାରୀ, ବ୍ୟଭିଚାରୀ, ମାୟାବୀ, ମାୟାବୀ ଓ ପ୍ରତିମା ପୂଜକ, ଓ ପ୍ରତିମା ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ। ହଁ ଏମାନେ ତ ଥିଲେ 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 ଏମାନେ ବଡ ବଡ ପାପ କରିବା ଲୋକ। ଏ ମିଥ୍ୟାବାଦୀ ବି ମିଶି ଯାଉଛି ସେଠି। ମାନେ ଜଣେ ଲୋକ ନର ହତ୍ୟା କଲେ ନରକ ଯିବ, ବ୍ୟଭିଚାର କଲେ ଯିବ, ପ୍ରତିମା ପୂଜା କଲେ ଯିବ, କିନ୍ତୁ ମିଛ କହିବା ଲୋକ ମଧ୍ୟ ଯିବ। ମିଛ କହୁଛୁ କି ନାହିଁ? ଏ କହି କହି ପୁରା ମାଷ୍ଟର ହେଇଯାଇଛୁ। ଏବେ ଆମର ମିଛ ଗୁଡାକ କେମିତି ଲାଗୁଛି? ସତ ଭଳିଆ ଲାଗୁଛି, ସତ ନା ନାହିଁ? ମିଛ କହି ଝିଅ ମାନେ ଖୁସି ଯାଉଥିବେ, ମା ଜାଣି ପାରିଲା ନାହିଁ, ପ୍ରେଜ୍ ଦ ଲର୍ଡ। ମିଛ କହି ପୁଅ ମାନେ କଣ ଭାବୁଛନ୍ତି? ପ୍ରଭୁ ଧନ୍ୟବାଦ ଦଉଛି, ପ୍ରଭୁ ମୋର ବାପା ବି ଜାଣି ପାରିଲା ନାହିଁ। ବାପା ଜାଣି ପାରିଲେ ନାହିଁ, ପ୍ରଭୁ ଜାଣିଲେ କି ନାହିଁ? ଦେଖିବେ ସେଦିନ ନରକ ଯିବା ଲୋକକୁ ଭେଟିବେ, ସେ ନରକରେ ପଚାରିବେ, ହଇରେ ତୁ ତ ଏତେ ଗିର୍ଜା ପ୍ରାର୍ଥନା କରୁଥିଲୁ, କଏର ଗ୍ରୁପରେ ଗୀତ ଗାଉଥିଲୁ, ତୁ କେମିତି ନରକ ପଳେଇ ଆସିଲୁ? ମିଛ କଥା କହିଲି ଭାଇନା, ମୁଇଁ ପଳେଇ ଆସିଲି। ଭଲ, ଆଉ ତୁ କାହିଁକି ଆସିଲୁ ରେ? ମୁଁ ଜଣଙ୍କ ଘରେ ଯାଇଥିଲି, ତାର ଚାର୍ଜର ଚୋରି କରି ପଳେଇ ଆସିଛି। କଣ ଚୋର ବୋଲେ ତ ଚୋର, ଚୋର ମାନେ ସ୍ୱର୍ଗକୁ ଯିବେ ନାହିଁ। ଚୋର ମାନେ କଣ? ଜୁତା ଚୋରିବା, ଚାର୍ଜର ଚୋରିବା, ଶାଢୀ ଚୋରିବା, ସାମାନ ଚୋରିବା, ଚୋରିବାଟା ତ ଚୋରିବାଟା। ତେଣୁ ପ୍ରତ୍ୟେକ କହିବା ପାଇଁ ଜୀବନକୁ ସଜାଡ଼ିବେ। ପବିତ୍ର ଆତ୍ମା ସମସ୍ତଙ୍କୁ ଦିଆଯାଇଛନ୍ତି, ସମସ୍ତଙ୍କୁ ସେ ଜାଗ୍ରତ କରାଇବେ। ବେଶୀ କହିବେନି, 2-4 ଥର କହିବେ, ନ ମାନିଲେ ଚୁପଚାପ ହେଇଦେବେ। ସେ ମନେ ରଖିଥାନ୍ତୁ, ପବିତ୍ର ଆତ୍ମା ଆପଣଙ୍କ ପଛରେ ପଡି ନଥିବେ। ଥରେ 2-4 ଥର କହିବେ, ବୁଝିଲେ ତ ବୁଝିଲେ, ନହେଲେ ଚୁପ ହେଇଯିବେ। ସେ ପଛରେ ପଡି ନଥିବେ। ସେ ସେଥିପାଇଁ ଲେଖା ଯାଉଛି, ପବିତ୍ର ଆତ୍ମାକୁ ଦୁଃଖ ଦିଅ, ଦୁଃଖ ଦିଅ ନାହିଁ, କାରଣ ସେ ବାରମ୍ବାର କଥା ହେବେ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମେ ଯେତେବେଳେ ବସିଛୁ, ଆମେ ଏଇଟା ଭାବିବା ନା ଯେ ମୋ ବିଷୟରେ କେହି ଜାଣିନାହାନ୍ତି।
ମସ୍ତ ଖୋଲନ୍ତୁ ଟିକେ ଗଣନା ପୁସ୍ତକ 32 ପଦ ଗଣନା 32-23 ଗଣନା ପୁସ୍ତକ ନୂତନ ନିୟମରେ ଅଛି ହେଲା। ହଁ ମାତ୍ର ତୁମେ ମାନେ ଯେବେ ସେ ରୂପ ନ କର ତେବେ ଦେଖ ତୁମେ ମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ। ପୁଣି ତୁମ୍ଭମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ। ତୁମର ବାପା ମାକୁ ଧରିବ ନାହିଁ, ତୁମର ବାପା ମା କୁ, ତୁମର ଭାଇ କୁ, ତୁମ ସାଙ୍ଗ କୁ ଧରିବ ନାହିଁ। ତୁମର ପାପ କାହାକୁ ଧରିବ? ତୁମର ପାପ ତୁମକୁ ଧରିବ। ତୁମର ପାପ ତୁମକୁ ଧରିବ। କୁଇଲେ କଣ କହ ଭାଇ, ତୁମର ପାପ ତୁମକୁ ଧରିବ ବୋଲି ବେଟା नी पापो नी गाहताने नी पापो नी गाहताने नी पापो नी गाहताने ମୁଁ ଜାଣି ନାହିଁ କୁଇ ନହେଲେ ମୁଁ ଆଉ ଭଲ କରି କହିଥାନ୍ତି ହେଲା। ତୁମର ପାପ ତୁମକୁ ଧରିବ। ବାଇବଲ କହୁଛି କହିବା ପାଇଁ କଣ ଡରିବାର ଅଛି? ଆମେ ସିଧାସଳଖ କହିବା ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ମାଇକ୍ ଧରିଲେ କାହାକୁ ଡରେ ନାହିଁ, କାରଣ ମୁଁ ପ୍ରଭୁଙ୍କ ସପକ୍ଷରେ ଠିଆ ହେଇଛି, ପ୍ରଭୁଙ୍କ ପାଇଁ କହିବା ପାଇଁ ଠିଆ ହେଇଛି। ପ୍ରଭୁ ମତେ ତାଙ୍କର କଥା କହିବା ପାଇଁ ଠିଆ। ଡରିବାର କଣ? ଆପଣଙ୍କୁ ଖୁସି କରିଗଲେ କଣ ହବ? କଣ ଆପଣ ମୋର ଘର ଚଳାଉଛନ୍ତି? ନା ସଉଦା ଆଣି ଦଉଛନ୍ତି ମତେ? ମତେ ଚଳାଇବା ଲୋକ ପ୍ରଭୁ, ଖୁଆଇବା ଲୋକ ପ୍ରଭୁ, ରକ୍ଷା ଦେବା ଲୋକ ପ୍ରଭୁ, ଯତ୍ନ ନେବା ଲୋକ ପ୍ରଭୁ। ମୁଁ ଆପଣ କାହିଁକି ଡରିବାର ଅଛି? ଯାହାକୁ ଡରିବା କଥା ତାକୁ ଡରିବାର ଅଛି। ମାଇକ୍ ଧରିଲେ କାହାକୁ ଡରିବାର ନାହିଁ, କାହିଁକି? ଆମେ ପ୍ରଭୁଙ୍କ ସପକ୍ଷରେ। ଏବେ ପ୍ରଭୁ କଥା ହେବେ କାହା ଦ୍ୱାରା? ତାଙ୍କ ଦାସ ମାନଙ୍କ ଦ୍ୱାରା, ତାଙ୍କ ବାକ୍ୟ ଦ୍ୱାରା, ତାଙ୍କ ଭବବାଦୀ ମାନଙ୍କ ଦ୍ୱାରା, ତାଙ୍କ ଆତ୍ମାଙ୍କ ଦ୍ୱାରା କଥା ହେବେ। ତେବେ ଆମେ ଯେତେବେଳେ ଠିଆ ହଉଛୁ, ଆମେ ସିଧା କଥା, ଟୁ ଦ ପଏଣ୍ଟ, ଏଣେ ତେଣେ କଥା ହେବାରେ ସିଧା। ପାପ ତୁମକୁ ଧରିବ। ପ୍ରତ୍ୟେକ କହିବା ପାଇଁ ଚାହେଁ। ଆଜି ଯେତେ ଜଣ ବାକ୍ୟ ଶୁଣୁଛନ୍ତି, ମନେ ରଖିଥାନ୍ତୁ ପ୍ରିୟ ମାନେ, ଆଜି ପାପ ବିଷୟରେ ପ୍ରଚାର ହଉନାହିଁ, ଆଶୀର୍ବାଦର ପ୍ରଚାର ହଉଛି। ଦଣ୍ଡ ବିଷୟରେ ପ୍ରଚାର ହଉନାହିଁ, କ୍ରୋଧ ବିଷୟରେ ପ୍ରଚାର ହଉନାହିଁ, ପ୍ରଭୁଙ୍କର କ୍ରୋଧ ବିଷୟରେ ନାହିଁ, ଖାଲି ପ୍ରଚାର ଆଶୀର୍ବାଦ। ଏତେ ଆଶୀର୍ବାଦ ନେଇ କଣ କରିବେ? ଏତେ ଆଶୀର୍ବାଦ ନେଇ କଣ କରିବେ? ଏବେ ତ ଯେତିକି ଆଶୀର୍ବାଦ ଦେଇଛନ୍ତି ରୋକବାକୁ ଜାଗା ନାହିଁ, ଆହୁରି କେତେ ଆଶୀର୍ବାଦ ଦରକାର? ବଳକା ଆଶୀର୍ବାଦ ସଇଲେ ସ୍ୱର୍ଗରେ ପାଇଲେ ହବ ନା ନାହିଁ? ବଳକା ଆଶୀର୍ବାଦ ସ୍ୱର୍ଗରେ ଦରକାର ନା ସବୁ ଏଠି ଆକା ଦରକାର? ମୁଁ କିଛି ମାଗୁ ନାହିଁ ପ୍ରଭୁକୁ, କିଛି ମାଗୁ ନାହିଁ, କାରଣ ମୋର ପ୍ରଭୁ ବଞ୍ଚିଥିବା ଯାଏ ମୁଇଁ ମରିବି କି? ମୋର ପ୍ରିୟ ମାନେ, ପ୍ରଭୁ ବଞ୍ଚିଥିବା ଯାଏ ଆମର ଅଭାବ ହବ ନାହିଁ। ଆମେ ବ୍ୟସ୍ତ ହେବା ଦରକାର ନାହିଁ। ପ୍ରଭୁ ଯଦି ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ଯଦି ଅଭାବ ହଉଛି, ପ୍ରଭୁ ମୋର ପ୍ରତିପାଳକ ହେଇନଥିବେ। ଆମର ଅଭାବ ଲୋକ କହି ବୁଲିବା ଦରକାର ନାହିଁ। ଆମର ପ୍ରଭୁ ଅଛନ୍ତି, ଯେଉଁମାନେ ପ୍ରଭୁଙ୍କ ପାଖରେ ହାତ ପାତିବେ, କାହା ପାଖରେ ହାତ ପାତିବା ପାଇଁ ପଡିବ ନାହିଁ। ତେଣୁ ପ୍ରଭୁଙ୍କ ପାଖରେ କାନ୍ଦିବେ, କାହା ପାଖରେ କାନ୍ଦିବା ପାଇଁ ପଡିବ ନାହିଁ। ଯେଉଁମାନେ ପ୍ରଭୁଙ୍କ ପାଖରେ ଆଣ୍ଠେଇବେ, ଦୁନିଆର କାହାର ପାଖରେ ବି ଠିଆ ହେଇପାରିବେ। କେତେ ବଡ଼ ଲୋକ ହଉ, ତା ସାମ୍ନାରେ ଯାଇ ଠିଆ ହେଇପାରିବେ। ପ୍ରଭୁ ସକ୍ଷମ କରେଇବେ। ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ। ଦାନିଏଲ ପ୍ରାର୍ଥନା କରି ସିଂହ ଗର୍ତ୍ତରେ ଗଲା, ସେ ସିଂହ ବି ଖାଇପାରୁନାହିଁ, ଚୁପ୍ ହେଇକି ବସିଛି। କାହିଁକି? ଦାନିଏଲ ଯେ ସିଂହକୁ ନିର୍ମାଣ କରିଛନ୍ତି, ତାଙ୍କୁ ଠାରେ ପ୍ରାର୍ଥନା କରି ଯାଇଛନ୍ତି, ତାଙ୍କୁ ପ୍ରଣାମ କରି ଯାଇଛନ୍ତି। କୋଉ ସିଂହ ତାଙ୍କୁ ଗିଳିବ? ତେଣୁ ଆପଣ ପରିସ୍ଥିତିକୁ ଦେଖନ୍ତୁ ନାହିଁ, ପ୍ରଭୁଙ୍କୁ ଦେଖନ୍ତୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ତୁମର ପାପ ତୁମକୁ ଧରିବ। ଏଇଥିପାଇଁ ଆଜି ବାକ୍ୟ ଶୁଣିଲା ବେଳେ ପୁରା ସାବଧାନ ଶୁଣିବେ। ଜୀବନ ଠିକ ନାହିଁ, ଠିକ ଥିଲା ପରେ ଅଭିନୟ କରିବେ ନାହିଁ। ମିଛ କଥା କହି ଲୋକକୁ ବୋକା ବନାଇ ହେବ, କିନ୍ତୁ ଯେ ମିଛ କହୁଛି ନିଜେ ଜାଣିଛି। ଭୁଲ କାମ କରିବା ଲୋକ ନିଜେ ଜାଣିଛି, ଭୁଲ କାମ କରୁଛି, ମୁହଁ ପୋଛି ପଳେଇ ଆସୁଛି। ବାସ୍, କିଏ ଜାଣିନାହାନ୍ତି? କିଏ ଜାଣିନାହାନ୍ତି? ଭଉଣୀ ମାନେ ଆପଣ ହୁଅନ୍ତୁ କି କିଏ ହୁଅନ୍ତୁ, ଯଦି ପାପ କରୁଛୁ ମନେ ରଖିଥିବା, କାହିଁକି ଲେଖା ଅଛି ଆଉ ଅତ୍ୟଳ୍ପ ସମୟ ମାତ୍ର। ଯାହାଙ୍କର ଆଗମନ କରିବା ଅଛି ଆଗମନ କରିବେ। କାହିଁକି ଆଗମନ କରୁଛନ୍ତି? ବିଚାର କରିବା ପାଇଁ ଆଗମନ କରୁଛନ୍ତି। କାହିଁକି ଆଗମନ କରୁଛନ୍ତି? ଦଣ୍ଡ ଦେବା ପାଇଁ ଆଗମନ କରୁଛନ୍ତି। ଲେଖା ଅଛି ତାଙ୍କ ହାତରେ କୁଲା ଅଛି। ଆମେ ଚାଷୀ ଲୋକ ଜାଣିଛୁ କୁଲାର କାମ କଣ? ବାସ୍, ଆଜିକାଲି ତ ପବନ ବହୁଛି, ପବନ ପାଖରେ ରଖିଦେଲ ସବୁ ପଳେଇବ, ଥିବାଟା ଥିବ। ମନେ ରଖିଥାନ୍ତୁ, କୁଲା ଅଛି। କୁଲା ନାହିଁ ବୋଲି ଭାବନ୍ତୁ ନାହିଁ। ସେ କୁଲା ଧରି ଆସୁଛନ୍ତି, ବିଚାର କରିବାକୁ ଆସୁଛନ୍ତି, ଦଣ୍ଡ ଦେବା ପାଇଁ ଆସୁଛନ୍ତି। ସତର୍କ ଥାନ୍ତୁ। ବେଳ ଥାଉ ଥାଉ ଜୀବନ ସଜାଡ଼ିବାର ସମୟ ଏଇଟା ପ୍ରିୟ ଭାଇ ଭଉଣୀ ମାନେ। ମୁଁ କହୁଥିଲି ଆପଣମାନଙ୍କୁ, କାହିଁକି ଜଗତ ଉପରକୁ ବିପତ୍ତି ଆସୁନାହିଁ? ମଣ୍ଡଳୀ ଅଛି। ଖୋଲନ୍ତୁ ପ୍ରକାଶିତ ବାକ୍ୟ
ତିନି ପର୍ବ ତାର 10 ପଦ, ପ୍ରକାଶିତ ବାକ୍ୟ 3 ପର୍ବ 10 ପଦ। ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯୋଉ ପରୀକ୍ଷା କାଳ ଆସିବ ସେଥିରୁ ଆମ୍ଭେ ମଧ୍ୟ ତୁମକୁ ରକ୍ଷା କରିବୁ। ପୃଥିବୀ ନିବାସୀ ପୁରା ସମୁଦାୟ ପୃଥିବୀ ଉପରେ। ମା ମାନେ ସକାଳେ ପଖାଳ ଖାଇଛନ୍ତି କି? କାମ କରୁଛି, ପଖାଳଟା କାମ କରୁଛି ମାନେ ଗ୍ୟାରେଣ୍ଟି। ଆପଣ ଆଖି ବନ୍ଦ କରି ଶୁଣନ୍ତୁ ନାହିଁ, ସମସ୍ତ ଆଖି ପୁରା ଘୁରୁଛି, ଏମିତି ହଉଛି। ଭଲ ତଳେ ବସୁଛନ୍ତି, ପଡ଼ିବେ ବି ନାହିଁ। ଏ ଚେୟାରରେ ବସିବା ଲୋକ ପାଇଁ ଡେଞ୍ଜର। ଯଦି ଚେୟାରରେ ବସି ଯଦି ଶୋଉଛନ୍ତି, ପଡ଼ିଗଲେ କମ୍ପାନୀ ଦାୟୀ ନାହିଁ, ମୋର ନାଁ ନେବେ ନାହିଁ ହେଲା। ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆଖି ଟିକେ ଖୋଲା ରଖନ୍ତୁ। ନିଦ ଲାଗିଲେ ବି ଆଖି ଦେଖିକି ଶୁଅନ୍ତୁ। ଆଖି ଦେଖିକି ଶିଖିବା ଅଛି ନା ନାଇଁ କି? କେମିତି ଶୋଇବ? ଆଖି ଦୁଇଟା ଦେଖିକରି ଗୁଙ୍ଗୁଡ଼ି ମାରିବ, ମଝିରେ ମୁଣ୍ଡ ଟିକେ ଟିକେ ହଲେଇ ଦଉଥିବ, ଯେମିତି ଆମେ ଭାବୁ ଶୁଣୁଛନ୍ତି ବୋଲିକରି। ବାକ୍ୟ ଶୁଣନ୍ତୁ। ପ୍ରଭୁ ଆଜି ଏମାନଙ୍କୁ ସୁଯୋଗ ଦେଇଛନ୍ତି କଣ? ଯେ ପୃଥିବୀ ଉପରକୁ ବିପତ୍ତି କାହିଁକି ଆସୁନାହିଁ, ତା ପଛର ମୂଳ କାରଣ କଣ? ମଣ୍ଡଳୀ ଅଛି। ଯୋଉଦିନ ମଣ୍ଡଳୀ ଏଇଠୁ ଚାଲିଯିବ, ପ୍ରିୟ ମାନେ, ଯୋଉଦିନ ମଣ୍ଡଳୀ ଏଇ ଜଗତରୁ ଚାଲିଯିବ, ଜଗତ ଉପରକୁ ବିପତ୍ତି ଛଡା ଆଉ କିଛି ଆସିବ ନାହିଁ। ମନେ ରଖିଥାନ୍ତୁ, ଏବେ ଯାଇ ଜଗତ ଲୋକ ସେ ଦଣ୍ଡ ଦେଖି ନାହାନ୍ତି, ସେ ରୋଗ ଦେଖି ନାହାନ୍ତି, ସେ ସମସ୍ୟା ଦେଖି ନାହାନ୍ତି। ଯୋଉଦିନ ମଣ୍ଡଳୀ ଏଇ ସ୍ଥାନରୁ ଚାଲିଯିବ, ବିଶ୍ୱାସୀ ମାନେ ଜଗତରୁ ପଳେଇବେ, ତା ପରର ଅବସ୍ଥା ଚିନ୍ତା ବି କରିପାରିବନି। ଦୁନିଆରେ ଏମିତି କୋଉ ସରକାର ନାହିଁ ସେ ସମସ୍ୟାକୁ ସାମ୍ନା କରିପାରିବ, ସମାଧାନ କରିପାରିବ। ଏବେ ଆମର ସାନ ସାନ ଛୁଆ ମାନଙ୍କୁ କଣ ଦଉଛନ୍ତି? ଟିକା ଦଉଛନ୍ତି। କଣ? ତାକୁ ପୁଣି କେବେ କ୍ୟାନ୍ସର ହେବ କି? କେବେ ହେବ? ଆକୁ ତ ହେଇଛି 14 ବର୍ଷ, କ୍ୟାନ୍ସର ହେବ କେବେ? 50 ବର୍ଷ କି 60 ବର୍ଷର ହେବ କି ନାହିଁ ଜଣା ନାହିଁ। ନେଲା ପରେ କଣ ହବ ସେଇଟା ବି ଜଣା ନାହିଁ। ଏବେ ଯେଉଁମାନେ ଦଉଛନ୍ତି ସେମାନେ ବି ନଥିବେ। ଆଜି ଯେଉଁମାନେ ଆମକୁ ଟିକା ଦଉଛନ୍ତି, ଆମର ଛୁଆକୁ ଦେହ ଖରାପ ହେଲା ବେଳେ କିଏ ବି ନଥିବେ। ଏ ବୁଢା ମାନେ ସବୁ ଖତମ। କିଏ? ବିଲଗେଟ ବୁଢା ଖତମ। ପ୍ରିୟ ମାନେ, କରୋନାରେ କେତେ ଲୋକ ମରଲା ତାର ହିସାବ ଏବେ ଯାଇ ଦେଇନାହାନ୍ତି ସେମାନେ। ଏବେ ଆହୁରି ଗୋଟେ ଟିକା ଦଉଛନ୍ତି। ଆଗକୁ ଆହୁରି କିଛି ନାହିଁ, ଖାଲି ଟିକା ନେଇ ବଞ୍ଚିବା କଥା। କ୍ୟାନ୍ସର ପାଇଁ ଗୋଟେ ଟିକା, ହାର୍ଟ ପ୍ରୋବ୍ଲେମ ପାଇଁ ଗୋଟେ ଟିକା, ଡାଇବେଟିସ୍ ପାଇଁ ଟିକା। ଆମର ଦେହ ଖାଲି ଟିକା ନେବା ପାଇଁ ଆଗା ଖାଲି ପୋଡ଼ି ହେଇ ବସିଥିବା କଥା, ବଞ୍ଚିବୁ ବୋଲି କରି। ପ୍ରିୟ ମାନେ, ଏବେ ବଞ୍ଚିବୁ ବଞ୍ଚିବୁ ବୋଲି ମରୁଛୁ ଆମେ। ଏବେ ତ କିଛି ନାହିଁ। ମଣ୍ଡଳୀ ଯାଉ, ଯେତେବେଳେ ମଣ୍ଡଳୀ ଜଗତରୁ ଚାଲିଯିବ, ତା ପରର କଥା କେହି ଚିନ୍ତା ବି କରିନାହାନ୍ତି। ବାଇବଲ ସେଇଟା କହୁଛି। ଦାନିଏଲ ପୁସ୍ତକ 12 ପର୍ବ ତାର ପ୍ରଥମ 2 ପଦ ପଢିବା। ଦାନିଏଲ ପୁସ୍ତକ 12 ପର୍ବ ତାର ପ୍ରଥମ 2 ପଦ। ପୁଣି ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। 12 ପର୍ବ 1-2। ସେ ସମୟରେ ତୁମ ଲୋକଙ୍କ ସନ୍ତାନ ଗଣର ସାହାଯ୍ୟକାରୀ, ତୁମ ଲୋକଙ୍କ ସନ୍ତାନ ଗଣର ସାହାଯ୍ୟକାରୀ ମିଖାଏଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତି କାଳଠାରୁ, ମନୁଷ୍ୟ ଗୋଷ୍ଠୀର ସ୍ଥିତି ମାନେ ଯେବେରୁ ମନୁଷ୍ୟ ଜଗତରେ ଅଛି। ମନୁଷ୍ୟ କେବେରୁ ଅଛି? ଆଦମଙ୍କ ସମୟ ଠାରୁ ହେଲା। ଆଦମଙ୍କ ଠାରୁ ମନୁଷ୍ୟ ଆସିଲେ, ମାଙ୍କଡ ଠାରୁ ମନୁଷ୍ୟ ଆସିନାହାନ୍ତି। ଯୋଉ ମାଙ୍କଡ ମାନେ କହୁଥିଲେ ସେ ମାଙ୍କଡ ମାନେ କିଛି କହିପାରୁନାହାନ୍ତି। ମନୁଷ୍ୟ କୋଉଠୁ ଆସିଛି ବୋଲୁଛନ୍ତି? ମାଙ୍କଡରୁ। ଆମର କାରବାର ସବୁ ମାଙ୍କଡ ଭଳିଆ, ସତ କି ନାହିଁ? ଉତ୍ପତ୍ତିଆ କାମ ସବୁ କରୁଥିବୁ, ନ କରିବା କାମ କରୁଥିବୁ। ଆମର କାମ ଗୁଡାକ ମାଙ୍କଡ ଭଳିଆ, କିନ୍ତୁ ମାଙ୍କଡରୁ ଆମେ ଆସିନାହୁଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଲୋକମାନେ କାହାଣୀ ଶୁଣିବା ପାଇଁ ପୁରା ଆଗ୍ରହ। ମନୁଷ୍ୟର ମାଉଥରେ ମନୁଷ୍ୟ ଗୋଷ୍ଠୀର ସ୍ଥିତି କାଳଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଂକଟର କାଳ କେବେ ହୋଇନାହିଁ। ସେମିତିକା ସଂକଟ କାଳ କେବେ ହୋଇନାହିଁ। ଏପରି ସଂକଟର କାଳ ଉପସ୍ଥିତ ହେବ। ଆଉ ତୁମ ଗୋଷ୍ଠୀ ଯେ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି। ସେ ପୁସ୍ତକରେ ନାମ ବି ଲେଖା ହେଇଛି, ଗୋଟେ ପୁସ୍ତକରେ ପାପ ବି ଲେଖା ହେଇଛି, ଗୋଟେ ପୁସ୍ତକରେ ଉତ୍ତମ କାମ ବି ଲେଖା ହେଇଛି, ଗୋଟେ ପୁସ୍ତକରେ ମୋର କୁକର୍ମ ମଧ୍ୟ ଲେଖା
ଖାଲି ପୁସ୍ତକ ଫିଟିବ। ସେ ପୁସ୍ତକରେ ଯାହାର ନାମ ଲିଖିତ ହୋଇଅଛି ସେମାନେ ପ୍ରତ୍ୟେକେ ସେ ସମୟରେ ଉଦ୍ଧାର ପାଇବେ। ସେମାନେ ସବୁ ଲୋକ ଉଦ୍ଧାର ପାଇବେ ନାହିଁ। ଏ ସଂକଟ କାଳରେ କେଉଁମାନେ ଉଦ୍ଧାର ପାଇବେ? ପ୍ରିୟ ଭାଇ ଭଉଣୀ ମାନେ, କାହାଣୀ କହୁନାହିଁ, କାହାଣୀ ନାହିଁ। କିଏ କିଏ ବାଇବଲ ଆଣିଛ ଟିକେ ଉଠାନ୍ତୁ ଉପରକୁ। ହଁ କ୍ୟାମେରା ଭାଇ ଟିକେ ବୁଲାନ୍ତୁ ତ ସବୁ। ହଁ ସବୁ ବାଇବଲ ଉପରକୁ ଉଠାନ୍ତୁ ଭଲ କରି ଦେଖିଲା ଭଳିଆ। ପଛଆଡ଼େ ଆଣି ନାହାନ୍ତି କି ପ୍ରେଜ୍ ଦ ଲର୍ଡ। ହଁ ଜଣେ ଆଣିଛନ୍ତି ଉପରକୁ ଉଠାନ୍ତୁ। ଭାବି ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇଟା ହଉଛି ଖ୍ରୀଷ୍ଟିଆନିଟି। ଏଇଟାକୁ କହିବେ କଣ? ଏଇଟା ପ୍ରବଚନ ନାହିଁ, ବଚନ। ମୁଁ ଆପଣଙ୍କୁ ଠକି ପାରିବିନି। ଠକି ପାରିବି କି? ନାଇଁ। ବାବା ଭଳିଆ କହିପାରିବି ନାହିଁ। ଯାହା ଲେଖା ହେଇଛି ଆପଣଙ୍କ ଝିଅ ମାନେ ପଢୁଛନ୍ତି, ପୁଅ ମାନେ ପଢୁଛନ୍ତି, ଆପଣ ଦେଖୁଛନ୍ତି। ଏଟା କାହାଣୀ ବହି ନାହିଁ, କାହାଣୀ ବହି ନାହିଁ। ଆମେ ଏ ବହି ପଢିଛୁ ବୋଲି ଯେତେ ତାଡ଼ନା ଆସିଲେ ମଧ୍ୟ ଆମେ ସ୍ଥିର ହୋଇକି ରହିଛୁ। ଏଟା ବହିର ଅସଲ ଉଦ୍ଦେଶ୍ୟ ଆମେ ଜାଣିଛୁ। ଯେବେ ଆମେ ଜଗତ ଛାଡ଼ିଦେବା ତେବେ ଆମେ ପ୍ରଭୁଙ୍କ ରାଜ୍ୟକୁ। ଏବେ ଲୋକ ଭାବୁଛନ୍ତି ଏ ଖ୍ରୀଷ୍ଟିଆନ ମାନଙ୍କୁ ମାରିଲେ, ପିଟିଲେ, ହାଣିଲେ, କାଟିଲେ ମଧ୍ୟ ଯୀଶୁକୁ ଛାଡୁନାହାନ୍ତି। କଣ ପାଇଁ ଛାଡୁନାହାନ୍ତି? ଚାଉଳ ବସ୍ତା ପାଇଁ ଛାଡୁନୁ କି କଣ? ମୋର ପ୍ରିୟ ମାନେ, ଆମକୁ ଚାଉଳ ବସ୍ତା ବୋଲି କହିବା ଲୋକ 5,000 ଟଙ୍କା ପାଇଁ ପାଗଳ ହେଇ ବୁଲୁଛନ୍ତି। ମଧ୍ୟ ଜଣେ କଣ କହୁଥିଲା, ନାଇଁ ଖ୍ରୀଷ୍ଟିଆନ ହେବା ପାଇଁ 40,000 ଟଙ୍କା ଲେଖା ଦଉଛନ୍ତି। କୋଉଠି ଦଉଛନ୍ତି କେଜାଣି? ଯଦି 40,000 ଟଙ୍କା ଦେଇଥାନ୍ତୁ ସମସ୍ତେ ଖ୍ରୀଷ୍ଟିଆନ ହେଇଥାନ୍ତେ ନା ନାହିଁ? ହେଇଥାନ୍ତେ। ଏ 5,000 ଟଙ୍କା ପାଇଁ ବାଏ ବାଏ ହେଇ ବୁଲୁଛନ୍ତି ଆଧାର କାର୍ଡ ଧରିକରି। କେତେ? 5,000 ଟଙ୍କା ପାଇଁ ଗାଁ ଗହଳି ଲୋକ ପୁରା ଧାଇଁ ବୁଲୁଛନ୍ତି। ଆଡେ ବୁଲ, ସିଆଡେ ବୁଲ, ସିଆଡେ ବୁଲ। 40,000 ଆସିଥାନ୍ତେ ନା ନାହିଁ? ଏଇଟା ପଇସା ଖିଆ ଖ୍ରୀଷ୍ଟିଆନ ନାହିଁ, ପଇସା ଦିଆ ଖ୍ରୀଷ୍ଟିଆନ। ସତ ନା ନାହିଁ? ଏବେ ଦାନ ସଂଗ୍ରହ ହବ, ଏବେ ଆମେ ଦେବୁ। ଆମେ ନେବା ଲୋକ ନାହିଁ, ଦେବା ଲୋକ। ମୋର ପ୍ରିୟ ଭାଇ ଭଉଣୀ ମାନେ, କଣ ଭାବୁଛନ୍ତି ସେମାନେ ଯେ ଯୀଶୁକୁ ଜାଣି ନାହିଁ, ସେ କିଛି ଜାଣି ନାହିଁ। ଆମେ କାହିଁକି ଖ୍ରୀଷ୍ଟିଆନ ହେଇଛୁ ଆମେ ଜାଣିଛୁ। ଆମେ ଜଗତରେ ଭଲ ଥିବା ପାଇଁ ନାହିଁ। ଏ ଜଗତ ଯେବେ ବିନଷ୍ଟ ହେଇଯିବ, ଏ ଜଗତ ଉପରେ ଯୋଉ ଦଣ୍ଡ ଆସିବ, ସେ ଦଣ୍ଡରୁ ରକ୍ଷା ପାଇବା ପାଇଁ ଆମେ ଯୀଶୁକୁ। କଣ ଲେଖା ଅଛି? ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ। ଆମେ ଏ ଜୀବନ ପାଇଁ ନାହିଁ, ଅନନ୍ତ ଜୀବନ ପାଇଁ ଯୀଶୁକୁ। ଏ ଜୀବନ ପାଇଁ ନାହିଁ। ଏ ଜୀବନ କି ଜୀବନ? କି ଜୀବନ? ଆଜି ନହେଲେ କାଲି ସରିଯିବ। ପାଣି ଫଟକା ପରା ଜୀବନ, ବାଷ୍ପ ଭଳିଆ ଜୀବନ, କେତେବେଳେ ସରିଯିବ ଜଣା ନାହିଁ। ଆମେ କାହିଁକି ବିଶ୍ୱାସ କରୁଛୁ? ଏ ଜଗତ ପାଇଁ ନାହିଁ। ତ ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀ ଥିବା ପର୍ଯ୍ୟନ୍ତ ବିପତ୍ତି ଆସିବ ନାହିଁ। ଆସିଲେ ମଧ୍ୟ ଛୋଟିଆ ମୋଟିଆ ଆସୁଥିବ। ଯୋଉଦିନ ମଣ୍ଡଳୀ ପଳେଇବ ତାପର ଅବସ୍ଥା କେ ଚିନ୍ତା ମଧ୍ୟ କୋଉ ଟିକା କାମ କରିପାରିବନି। ପ୍ରିୟ ଭାଇ ଭଉଣୀ ମାନେ, କରୋନାକୁ ସାମ୍ନା କରିପାରୁନୁ, ପ୍ରଭୁଙ୍କ କ୍ରୋଧକୁ ସାମ୍ନା କରିପାରିବୁ କି? ସାମାନ୍ୟ ରୋଗକୁ ସାମ୍ନା କରିପାରୁନୁ, ସାମାନ୍ୟ ରୋଗକୁ, ସେଇଟାକୁ ସାମ୍ନା କରିବୁ? ମନେ ରଖିଥାନ୍ତୁ। ଆଜି ଜଣେ ଭାବୁଛନ୍ତି ମୋଠୁ ବଡ କିଏ ନାହିଁ, ମୋଠୁ ଧନୀ କିଏ ନାହିଁ, ମୋଠୁ ପାୱାରଫୁଲ କିଏ ନାହିଁ। କିଏ ନାହିଁ? ପାପ ଲୁଚିବ ନାହିଁ ହେଲା। ସେ ଆମେରିକାର ଗୋଟେ ଲୋକ, ତାର ନାଁ ଆପଣ ଜାଣିଛନ୍ତି କି ନାହିଁ? ତାର ନାଁ ଜେଫ୍ରି ଏପଷ୍ଟିନ୍ ହେଲା। ସେ ଲୋକ ପୃଥିବୀର ସବୁଠାରୁ ଦୁର୍ଦ୍ଦାନ୍ତ କଦର୍ଯ୍ୟ ଲୋକ, ମଣିଷ ବୋଲି ଡକାଯିବା ପାଇଁ ଯୋଗ୍ୟ ନାହିଁ। ସେମାନେ ମିଶି ଏ ପୃଥିବୀ ଯାକର ନେତା ମାନେ, ବଡ ବଡ ନେତା ମାନେ, ଶିଳ୍ପପତି ମାନେ, ଧନୀ ମାନେ, ମନ୍ତ୍ରୀ ମାନେ, ରାଷ୍ଟ୍ରପତି ମାନେ ସାନ ସାନ ଛୁଆ ମାନଙ୍କୁ ଅତ୍ୟାଚାର କରିଥିଲେ। ରାନ୍ଧିକି ଖାଇଥିଲେ ଛୁଆମାନଙ୍କୁ, ପୁଡେଇକି ଭାଜିକି ଖାଇଥିଲେ, ତାଙ୍କ ଅନ୍ତପୁଟା ଖାଇଥିଲେ ଏମାନେ। ଭାବି ଦେଖନ୍ତୁ, ଏମିତି ଦୁର୍ଦ୍ଦାନ୍ତ ଲୋକମାନେ କଣ ଭାବୁଥିଲେ? ଏ ସାନ ଛୁଆ ମାନେ ଆମର କଣ କରିବେ ବୋଲି ଭାବୁଥିଲେ ସେମାନେ। ଏବେ ସବୁ ବାହାରୁଛି। କୋଉଠି ଯାଇ କରିଥିଲେ? ଗୋଟେ ଦ୍ୱୀପରେ ସେ 70 ଏକର ଖଣ୍ଡେ, 77 ଏକରର ଗୋଟେ ଦ୍ୱୀପ ସେ କିଣିଥିଲା, ସେଇଠି ଏଟା ବନେଇଥିଲା। ସେଠୁ କିଏ ଆସିପାରିବ ନାହିଁ। ଯଦି ଯିବ ଉଡାଜାହାଜରେ ଯିବ, ଯଦି ଯିବ ହେଲିକପ୍ଟର ଯିବ, ଆଉ ଯାଇପାରିବ ନାହିଁ। ସେମିତି ଜାଗାରେ ପାପ କରି ଭାବୁଥିଲେ କଣ? କିଏ ଜାଣିବେ? କିଏ ଜାଣିବେ ନାହିଁ? ପାପ କେବେ ଲୁଚିବ ନାହିଁ। ଯଦି ମନୁଷ୍ୟ ଠାରୁ ମନୁଷ୍ୟ ଲୁଚାଇ ପାରୁନାହିଁ, ପ୍ରଭୁଙ୍କ ଠାରୁ ପାପ ଲୁଚାଇବ କି? ଆଉ ଅତ୍ୟଳ୍ପ ସମୟ ମାତ୍ର। ଯାହାଙ୍କର ଆଗମନ କରିବା ଅଛି ଆଗମନ କରିବେ, ତା ପୂର୍ବରୁ ସତର୍କ ହେବା ଦରକାର। ମଣ୍ଡଳୀ ଥିବା ପର୍ଯ୍ୟନ୍ତ ଅସୁବିଧା ହେବ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀ ଯିବା ପାଇଁ ପ୍ରସ୍ତୁତ, ଆପଣ ବି ଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ। ଥିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ନାହିଁ, ଥିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ନାହିଁ। ଆଜି ପ୍ରଭୁ ତାଙ୍କ ବାକ୍ୟ ଜରିଆରେ ଆମମାନଙ୍କୁ ସମସ୍ତଙ୍କୁ ସଚେତନ କରାଉଛନ୍ତି। ଆମ ସମସ୍ତଙ୍କୁ କହୁଛନ୍ତି, ପୁଅରେ ଝିଅରେ ତୋ ପାଇଁ ଗୋଟେ ସୁଯୋଗ ଅଛି, ତୋ ଜୀବନ ସଜାଡ଼ି ପାରିବ। ଯଦି ଆପଣ ଦେଖିବେ ପ୍ରଥମ ଥେସଲୋନିକେ ତାର 5 ପର୍ବ 9 ପଦ, ପ୍ରଥମ ଥେସଲୋନିକେ 5 ପର୍ବ ତାର 9 ପଦ।
କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ କାହିଁକି ନିରୂପଣ କରିଛନ୍ତି ପ୍ରିୟମାନେ? କ୍ରୋଧର ପାତ୍ର ହେବା ପାଇଁ ନାହିଁ। ଆଗାମୀ ସମୟ ତ କ୍ରୋଧର ସମୟ, ଆଗାମୀ ସମୟ ତ ଦଣ୍ଡର ସମୟ। ଆମେ ଏଇଟା ପାଇଁ ଟେନସନ ହଉନୁ। ଆମେ କଣ କଣ ଖାଇବୁ, କଣ ପିନ୍ଧିବୁ, କଣ, ଏଇଟା ଆମର ଟେନସନ ନାହିଁ। କାଲି କହୁଥିଲି ପରା, ଯୋଉଦିନ ଯୋଉ ଯୀଶୁଙ୍କୁ ଗ୍ରହଣ କଲୁ ଆମର ଭିକାରୀ ଅବସ୍ଥା କ୍ୟାନସେଲ ହେଇଗଲା। କ୍ୟାନସେଲ। ଆଗ ଦରିଦ୍ର ଥିଲୁ, ସତ ନା ନାହିଁ? ଲୋକମାନେ ଆମର କଣ ଖାଉଥିଲେ? ସେ ଆମ୍ବର ତାଙ୍କୁ ବି ଖାଉଥିଲେ, ଗଛର କନ୍ଦା ଖାଉଥିଲେ। ଖାଇବା ପାଇଁ ନଥିଲା ଲୋକମାନଙ୍କ। ଏତେ କଷ୍ଟରେ ଆମର ପୂର୍ବପୁରୁଷ ଥିଲେ, କିନ୍ତୁ ଯୋଉଦିନ ପ୍ରଭୁକୁ ଗ୍ରହଣ କଲେ ତାଙ୍କ ଜୀବନରୁ ଅଭାବ ଦୂର। କାଲି କହୁଥିଲି ପରା, କାଲି କେତେ ଜଣ ନଥିଲେ? ଆପଣ ଓଡ଼ିଶା ସାରା ଯାଆନ୍ତୁ, ଇଣ୍ଡିଆ ସାରା ଯାଆନ୍ତୁ, ଯେତିକି ଟ୍ରେନରେ ଯିବେ ଯାଆନ୍ତୁ, ବସରେ ଯିବେ ଯାଆନ୍ତୁ, ବସ୍ ଷ୍ଟେସନକୁ ଯିବେ ଯାଆନ୍ତୁ, ଆପଣ କେବେ ଦେଖିବେ ନାହିଁ ବାବୁ ଯୀଶୁଙ୍କ ନାମରେ ଟିକେ ଭିକ୍ଷା ମିଳୁ, ବାବୁ ବାବୁ ଭିକାରୀକୁ ଟିକେ ଦିଅ, ବାବୁ ଯୀଶୁଙ୍କ ନାମରେ ଟିକେ ଭିକ୍ଷା ମିଳୁ ବାବୁ ବୋଲେ ଶୁଣିବେ କି? କାରଣ ଯୀଶୁଙ୍କର ନାମ ଯେ ଥରେ ନେଇଗଲା ତାର ଜୀବନରୁ ଭିକ ମାଗବାଟା କ୍ୟାନସେଲ। ଆହୁରି ଭିକ ମଗା ନାହିଁ, ତାର କ୍ୟାନସେଲ। ବାକି ଲୋକ ମାଗୁଛନ୍ତି ନା ନାହିଁ? ସବୁ ନାଁ ଧରି, କୋ ମା ନାଁରେ, କୋ ବାପା ନାଁରେ, ଆ ନାଁରେ, ତା ନାଁରେ ମାଗି 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 ମରିବେ ସେମାନେ। ଯୀଶୁକୁ ଗ୍ରହଣ କଲା ପରେ ଭିକ ମାଗବାଟା କ୍ୟାନସେଲ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ପ୍ରଭୁ ଆମକୁ ଯଦି ଜଗତର ସବୁ ବିଷୟ ଦଉଛନ୍ତି, ସ୍ୱର୍ଗର କେମିତି ବିଷୟ ରଖିନଥିବେ? ଭାବି ଦେଖନ୍ତୁ, ଆମେ ଖାଲି ଜଗତ ପାଇଁ ଦରାଣ୍ଡି ହଉଛୁ। ଆମକୁ ପ୍ରଭୁ କ୍ରୋଧର ପାତ୍ର ହେବା ପାଇଁ ନିରୂପଣ କରିନାହାନ୍ତି, ନିରୂପଣ କରିଛନ୍ତି କ'ଣ? ଉଦ୍ଧାର ପାଇବା ପାଇଁ। ଯୀଶୁ ଯେବେ ଆସିଯିବେ ଆମେ ଜଗତରୁ ଉଦ୍ଧାର ପାଇ ପଳେଇବୁ। ତୁରୀ ବାଜିବା ସାଙ୍ଗେ ସାଙ୍ଗେ ମେଘମାଳାକୁ। ସେଇଥିପାଇଁ ମୁଁ ସମସ୍ତଙ୍କୁ କହୁଛି, ଶରୀରକୁ ପବିତ୍ର ରଖିଥାଉ। ତୁରୀ ବାଜିଲା ବେଳେ ପରିବର୍ତ୍ତନ କୋଉଟା ହବ? ଶରୀର ହବ। ରୂପାନ୍ତରିତ କୋଉଟା ହବ? ଶରୀର ହବ। ଯଦି ଶରୀରରେ ପାପ ଥିବ କେମିତି ରୂପାନ୍ତରିତ ହବ? କେମିତି ହବ ସେଇଟା? ଏବେ ଖାଲି ଶରୀର ରୋଗ ପାଇଁ ପ୍ରାର୍ଥନା, ମୁଣ୍ଡ ବଥା ପାଇଁ ପ୍ରାର୍ଥନା, ଖାଲି କଥା କହିଲେ ଖାଲି ଏ ମୁଣ୍ଡ ବଥାରେ ମୁଁ କେବେ ମରିଯିବି ପରି ଲାଗୁଛି, ଏ ଅଣ୍ଟା ବଥା ଛାଡୁନାହିଁ, ମରିଗଲେ ହେଇଥାନ୍ତା, ଚାକିରି ଟିକେ ହେଉନାହିଁ, ମରିଗଲେ ହେଇଥାନ୍ତା, ଏ ଝିଅ ମତେ ଧୋକା ଦେଇଦେଲା, ମରିଗଲେ ଭଲ ହେଲା, ଏବେ ଧୋକା ଦେଲା, ବାହାରିଲା ପରେ ଧୋକା ଦେଲେ କଣ କରିଥାନ୍ତେ? ତାପରେ ଯେ ଧୋକା ଦେଲା ଦଉ, ଧୋକା ନ ଦେବା ଲୋକ ଜଣେ ପ୍ରଭୁ ସେ ଏକା ଧୋକା ଦେବେନି। ତାଙ୍କୁ ପ୍ରେମ କରି ଆଜି ଯାକେ ଲଜ୍ଜିତ ହେଇନାହିଁ। ପିଲାମାନେ ମୁଁ କହିବା ପାଇଁ ଚାହେଁ, ଏ ପୁଅ ଝିଅର ପ୍ରେମରେ ପଡ଼ନ୍ତୁ ନାହିଁ। ପଡ଼ିବେ ମାନେ ହଇରାଣ ହେବେ ଆପଣ। ଚାକିରି ଯିବ, ପାଠ ଯିବ, ଜୀବନ ମଧ୍ୟ ଯିବ, ହେଲା। ଇଂଲିଶରେ କଣ କହନ୍ତି ସାଙ୍ଗକୁ? ସାଙ୍ଗକୁ ଇଂଲିଶରେ କଣ କହନ୍ତି? ଫ୍ରେଣ୍ଡ। ଫ୍ରେଣ୍ଡର ସ୍ପେଲିଂ କଣ? FRIEND ବୋଲେ କଣଟା? END ବୋଲେ କଣଟା? ସରିଲା। END ମାନେ ଖତମ। ତ ଏ ଫ୍ରେଣ୍ଡ ପଥରେ ଯାଅ ନାହିଁ, ପ୍ରଭୁଙ୍କ ପଥରେ ଯାଅ। ପରିବାର ଠିକ ହେଇକି ରୁହ। ଆଜି ପ୍ରଭୁ ଆମମାନଙ୍କୁ କହିବା ପାଇଁ ଚାହାନ୍ତି, ଆମର ରହିବା ଟାଇମ ସରି ସରି ଆସୁଛି, ଯେତିକି ବୁଦ୍ଧିମାନ ହେଲେ ସେତିକି ଭଲ। ଅଜ୍ଞାନତା ସମୟ କାଟିଲୁ, ପାପ କଲୁ, ଭୁଲରେ ରହିଲୁ, କିନ୍ତୁ ଏବେ ଆମେ କଣ କରିବା ଅଛି ଜୀବନ? ଆମେ କଣ କହୁଛୁ? ମଦ ପିଇଲେ କଣ ହେବ? ଯେ କିଛି ହେବ ନାହିଁ, ନରକକୁ ଯିବ। ମଦ ପିଇଲେ କିଛି ହେବ? କଣ କରୁ? ମୋର ବାପାର ପଇସା ପିଉଛି କି ମୋର ପଇସା ପିଉଛି? ମୁଁ ମୋର ପଇସା ପିଉଛି ମତେ କହିବା ପାଇଁ, ତତେ କହିବାକୁ କିଏ କହିବେନି? ଥରେ ଗୋଟେ ସ୍ୱାମୀଟା ମଦ ପିଇ ଶୋଇ ପଡିଛି। ସେ ଜଣେ ପାଳକ ପାଖରୁ ଯାଇଥିଲା। ସେ ପାଳକ ଆଜ୍ଞା ପାଣିକୁ ପ୍ରାର୍ଥନା କରିଦେଲେ, କହିଲେ ଭଉଣୀ ଆପଣଙ୍କ ସ୍ୱାମୀ ଶୋଇବା ସମୟରେ ଏ ପ୍ରାର୍ଥନା ପାଣି ଟିକେ ଛିଞ୍ଚି ଦେବେ, ନିଶ୍ଚୟ ସେ ରକ୍ଷା ପାଇଯିବେ। ଏ ମଦ ପିଇ ଶୋଇଛି, ଏ ଭଉଣୀ ଯାଇ ପାଣି ଛିଞ୍ଚି ଦେଲେ, ଉଠିକରି 2 ଚାପଡ଼ା ପିଟିଲା। ସେ ପାଗଳା କୁକୁର ତ ମଦ ପିଇକି ଶୋଇଛି, ତାକୁ ପାଣି ଛିଞ୍ଚିଲେ କଣ କରିବ? ଉଠିକରି ଢ ଢ ପିଟିଲା। ମଦୁଆ ମାନଙ୍କୁ ପ୍ରାର୍ଥନା ପାଣି ନାହିଁ, ସେମାନଙ୍କୁ ନିରଞ୍ଜନ ତୁରୁକ ଦରକାର। ମଦୁଆ ମାନଙ୍କୁ ପ୍ରାର୍ଥନା ପାଣି ନାହିଁ। ଏ ବେଶିଆ ମାନଙ୍କୁ, ଜୁଆ ଖେଳିବା ଲୋକ, ଚୋରି କରିବା ଲୋକ, ପୁଡ଼ିଆ ଖାଇବା ଲୋକ କୋଉ ପାଣି କାମ ଦେବ ନାହିଁ, ସେମାନଙ୍କୁ ନିରଞ୍ଜନ କାମ ଦେବ। ଆଣ ସେମାନଙ୍କୁ, ଆଜି ଏଠୁ ତ ଛାଡିକି ଯିବେ। ପ୍ରିୟ ମାନେ, ବହୁତ ବର୍ଷ ତଳେ ଯେତେବେଳେ ମୁଁ ନୂଆ ଆସିଲି କନ୍ଧମାଳରେ, ଗୋଟେ ମିଟିଂରେ ଚାନ୍ଦା ସଂଗ୍ରହ କରିଥିଲୁ, ଦାନ ସଂଗ୍ରହ କରିଥିଲୁ। କଣ ଜାଣିଛନ୍ତି? ଇଆଡେ ଗୀତ ଚାଲିଥିଲା, ଆମ ଡିକନ ମାନେ ସବୁ ପଲିଥିନ ଧରି ବୁଲିଲେ। କଣ କଲେକ୍ସନ କରିବା ପାଇଁ? ପୁଡ଼ିଆ, ପାନ, ଭାଙ୍ଗ, ସିଗାରେଟ।
ହେଲା ମୁଁ କହିଲି ଗୀତ ଗାଇଲା ଭିତରେ ଯିଏ ଯେ ଦେବ ଦେବ ତ ଦେବ, ଯଦି ଦେବ ନାହିଁ ମୋର ବୋଧେ ସିଧା ଦିଅ। ଏବେ ପ୍ରାର୍ଥନା ପୁରା ଜରି ଭର୍ତ୍ତି ହେଲା। ଲାଷ୍ଟକୁ ଷ୍ଟେଜରେ ବି କେତେଟା ବସିଥିଲେ ମହାପୁରୁଷ ମାନେ, ସେମାନେ ବି କାଢିକି ସେମାନେ ବି ଦେଲେ। କାହିଁକି ଆମେ ପାପ ବୋଲି ଜାଣିନୁ ନା, ମଦ ପିଇବାଟା ପାପ ବୋଲି ଜାଣିନୁ। ଏଇଟା ଟାଇମ ପାସ୍, ଟେନସନ ହେଲେ ପିଉଛୁ, କିନ୍ତୁ ପିଇଲେ ନରକ ଯିବୁ ବୋଲବାଟା ଜାଣିବାର ଅଛି ନା ନାଇଁ। ଗୋଟେ ଗଦା କଲେକ୍ସନ ହେଲା। ସେଇ ସମୟରେ ପିଲାମାନେ ତାର ମୋବାଇଲରୁ ସବୁ ସିମ୍ କାର୍ଡ ଗୁଡାକ କାଢି ଫିଙ୍ଗିଥିଲେ। ଭିତରେ ଯୋଉ ପକାଇଥିଲେ ସବୁ ସବୁ କାଢି ଗୋଦା ଫୋପାଡ଼ିଥିଲେ। ସେଠି ଅନେକ ଖରାପ ଗୀତ ଥିବ, ଅନେକ ଖରାପ ଭିଡିଓ ଥିବ, ସବୁ କାଢି ଫୋପାଡ଼ିଥିଲେ। ମୁଁ କହିବା ପାଇଁ ଚାହେଁ ଟାଇମ ଆଜି ଆସିଛି ଆମର ଜୀବନକୁ ପୁଣି ଥରେ ଯଦି କିଛି ପାପ ଅଛି କାଢି ଫୋପାଡ଼ି ଦିଅନ୍ତୁ। ପାପ ଦ୍ୱାରା କିଛି ମଙ୍ଗଳ ହେବ ନାହିଁ, ପାପ ଦ୍ୱାରା କିଛି ଉନ୍ନତି ହେବ ନାହିଁ। ଆଶୀର୍ବାଦର ପ୍ରଚାର ଦରକାର ନାହିଁ। ପାପ ଛାଡି ଦିଅନ୍ତୁ, ଆଶୀର୍ବାଦ ଆସିବ। ପାପ ଛାଡି ଦିଅନ୍ତୁ, ସୁସ୍ଥତା ଆସିବ। ପାପ ଛାଡି ଦିଅନ୍ତୁ, ମଙ୍ଗଳ ଆସିବ। ପାପ ସହିତ ମଙ୍ଗଳ ଆସିବ। ଯୀଶୁ ସେଦିନ ସେ ଲୋକକୁ ସୁସ୍ଥ କଲେ। 38 ବର୍ଷ ରୋଗୀକୁ କଣ ବୋଲି କହିଲେ, ପରେ ସୁସ୍ଥ ହେଇ ତ ପଳେଇଲା ଦର୍ପଣରେ କଟିଆ ଧରିକରି। ଯୀଶୁ ଦେଖା ପାଇଲେ, କହିଲେ ବାବୁ ଆଉ ଥରେ ପାପ କର ନାହିଁ, ଯେପରି ତୁମ ପ୍ରତି ଦୁର୍ଦଶା ନ ଘଟେ। ପାପ କଲେ କଣ ଘଟେ? ଦୁର୍ଦଶା ଘଟେ। ପାପ ଦୁର୍ଦଶା ଆଣେ। ଆଜି ଆମର ଘରର ପରିସ୍ଥିତି ପାଇଁ କିଏ ଦାୟୀ? ଆମେ ଏକା ଦାୟୀ, ଯୋଉ ପାପ ସବୁ କରିଛୁ। ଆଜି ପାପ ଛାଡିକି ଯାଆନ୍ତୁ, ଆଜି ପବିତ୍ର ହେଇକି ଯାଆନ୍ତୁ, ଆପଣଙ୍କ ଜୀବନରେ ଆଶୀର୍ବାଦ ଆସିବ। ମୋର ପ୍ରିୟ ମାନେ, ଆଶୀର୍ବାଦର ପ୍ରଚାର କରିବା ଦରକାର ନାହିଁ। ପାପ ଛାଡ଼ିଲେ ତ ଆଶୀର୍ବାଦ ଆସିବ, ପାପ ଛାଡ଼ିଲେ ତ ମଙ୍ଗଳ ଆସିବ, ପାପ ଛାଡ଼ିଲେ ତ ଉନ୍ନତି ଆସିବ। ଆଜି ବାକ୍ୟ ଶୁଣିବା ସମୟରେ ଆମ ଜୀବନରେ ଯାହା ଯାହା ଅସରଳ ବିଷୟ ଅଛି ଏଠୁ ଆମେ ଛାଡ଼ିବା ପାଇଁ ସଂକଳ୍ପ ନେଇଯିବା। ପଦ ଖୋଲନ୍ତୁ ମସ୍ତ, ଜିଓସ 3 ପର୍ବ 5 ପଦ। ଜିଓସ 3 ପର୍ବ 5 ପଦ। ଆଜି ରୋଗୀ ମାନେ ପ୍ରାର୍ଥନା ପାଇଁ ଆସନ୍ତୁ ନାହିଁ ହେଲା। ମୋର ସମସ୍ୟା ଅଛି, ମୋର ଏଟା ଅଛି, ମୋର ଆସିବା ଦରକାର ନାହିଁ। ଆପଣ ସେଠି ଏକା ଥାଆନ୍ତୁ, ପଢ଼ନ୍ତୁ ତ। ଏତେ ଉତ୍ତାରେ ଝିଅ ଲୋକମାନଙ୍କୁ କହିଲେ, ତୁମେମାନେ ଆପଣା ଆପଣାକୁ ପବିତ୍ର କର, ତୁମେମାନେ ଆପଣା ଆପଣଙ୍କୁ ପବିତ୍ର କର, କାରଣ ଖାଲି ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ କ୍ରିୟା କରିବେ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଯଦି ପବିତ୍ର ହେବେ ଆସନ୍ତା କାଲି ଆଶ୍ଚର୍ଯ୍ୟ କର୍ମ। ଆପଣ ଯଦି ଆଶ୍ଚର୍ଯ୍ୟ କର୍ମ ଚାହୁଁଛନ୍ତି, ଆପଣଙ୍କ ଚାକିରି ପାଇଁ, ଆପଣଙ୍କ କ୍ୟାରିୟର ପାଇଁ, ଆପଣଙ୍କ ଫ୍ୟୁଚର ପାଇଁ, ଆପଣଙ୍କ ରୋଗ ପାଇଁ, ଆପଣଙ୍କ ଋଣ ପାଇଁ, ଆପଣଙ୍କ ଯାହା ବି ସମସ୍ୟା ଅଛି, ଯଦି ଚାହୁଁଛନ୍ତି ଆଜି ପବିତ୍ର ହେଇଯାଆନ୍ତୁ, କାଲିକୁ ଆଶ୍ଚର୍ଯ୍ୟ କର୍ମ ଷ୍ଟାର୍ଟ ମିରାକଲ ଷ୍ଟାର୍ଟ ହେବ। ଆମେ ଖାଲି କହୁଛୁ ଆପଣଙ୍କ ଜୀବନ ଆଶୀର୍ବାଦ ଆସିବ, ମଙ୍ଗଳ ଆସିବ, ପ୍ରଭୁ କିଛି ହେବ ନାହିଁ। ପାପ ଥିଲେ କିଛି ହେବ? ଆରେ ପାପ ସହିତ ଆଶୀର୍ବାଦ ବେଶୀ ଦିନ ଲାଷ୍ଟିଂ ମଧ୍ୟ କରିବ? ପାପ ସହିତ ଟଙ୍କା କେତେ ଦିନ କାମ ଦେବ? ପାପ କରିବା ଲୋକର ଘର କେତେ ଦିନ ସୁଖରେ ଥିବ? ପାପ ଛାଡ଼ନ୍ତୁ। ଆଜି ଯଦି ପବିତ୍ର ହେବେ ଆପଣଙ୍କ ଜୀବନରେ ମଙ୍ଗଳ 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 ଆସିବ, ଉନ୍ନତି ଆସିବ। ଆଜି ପବିତ୍ର ହେଇକି ଯାଆନ୍ତୁ, ସୁସ୍ଥତା ପାଇଯିବେ। ଆଜି ପବିତ୍ର ହେଇଯାଆନ୍ତୁ, ଋଣମୁକ୍ତ ହେଇଯିବେ। ଆଜି ପବିତ୍ର ହେଇଯାଆନ୍ତୁ, ପ୍ରଭୁ ଆଶୀର୍ବାଦ କରିବେ। ଆମେ ଖାଲି ଆଶୀର୍ବାଦ ପଛରେ ପାଗଳ ହେଇ ବୁଲୁଛୁ ଖାଲି। ଆଜି ବାକ୍ୟ ଶୁଣିଲା ବେଳକୁ ଆମେ ସମସ୍ତେ ପ୍ରାର୍ଥନା ସହିତ ଶୁଣିବା, ଆମ ଜୀବନକୁ ଆମେ ସମୀକ୍ଷା କରିବା। ଏଟା ପ୍ରଭୁ ଆମକୁ କହୁଛନ୍ତି, ପୁଅରେ ଝିଅରେ, ଏଟା ତୋର ପାଇଁ ଗୋଟେ ସୁଯୋଗ। ଏଟା କଣ କରିବା ପାଇଁ? ବେଶୀ ଆଗକୁ ନାହିଁ, ଆଉ ଅତି ଅଳ୍ପ ସମୟ ମାତ୍ର। କେତେ ସମୟ? ଅତି ଅଳ୍ପ ସମୟ ମାତ୍ର। ଆଜି ପବିତ୍ର ହେଇଯାଆନ୍ତୁ। ଆଗାମୀ ସମୟରେ ଏ ପୃଥିବୀ ଉପରେ ଯୋଉ ବିପତ୍ତି ଆସୁଛି ମୋର ପ୍ରିୟ ମାନେ, କେହି ପରିକଳ୍ପନା ବି କରିପାରିବେନି। ଲୋକର ଚିନ୍ତାରେ କୋଉ ସାଇନ୍ସ କୋଉ ଟେକ୍ନୋଲୋଜି ଚିନ୍ତା କରିପାରିବନି, ପାରିବନି। ମୋର ପ୍ରିୟ ମାନେ ମନେ ରଖିଥାନ୍ତୁ, କେହି ରକ୍ଷା କରିପାରିବନି, ନା ଟଙ୍କା ନା ପଇସା ନା କିଏ କିଛି ରକ୍ଷା କରିପାରିବନି। ଆଜି ସୁଯୋଗ ଅଛି। ପଢିବେ ଗୋଟେ ପଦ କି ସିଫନିୟ ତାର 1 ପର୍ବ 18 ପଦ। ସିଫନିୟ 1 ପର୍ବ 18 ପଦ। ସିଫନିୟ 1:18। ପୁଣି ସଦାପ୍ରଭୁଙ୍କ କ୍ରୋଧର ଦିନରେ, ପୁଣି ସଦାପ୍ରଭୁଙ୍କ କାର କ୍ରୋଧ? ସଦାପ୍ରଭୁ। ପୁଣି ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିୟବା ସେମାନଙ୍କ ସୁନା ସେମାନଙ୍କୁ ଉଦ୍ଧାର କରିପାରିବ ନାହିଁ, ମାତ୍ର ତାହାଙ୍କର ଅନ୍ତର୍ଜାଳ ରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ। କାରଣ ସେ ଦେଶ ନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ଭୟାନକ ରୂପେ ନିଃଶେଷ କରିବେ। ସେଦିନ ଟଙ୍କା କୋଉ କାମରେ ଆସିବ? ପ୍ରଭୁଙ୍କ କ୍ରୋଧ ସମୟରେ କେତେ ଟଙ୍କା ଦେଇ ଖସି ଯିବେ? ଆଜି ପଇସା ଦେଇ ପୋଲିସ ଠୁ ଖସି ଆସିଯିବେ,
ଆଜି ପଇସା ଦେଇ ଓକିଲ ମତେ ଛୁଡାଇ ଦେବ, ଆଜି ପଇସା ଦେଇ ମତେ ବିଚାରପତି ଛାଡ଼ିଦେବ, ଆଜି ମନ୍ତ୍ରୀକୁ ପଇସା ଦେଲେ ମନ୍ତ୍ରୀ ମୋ ପାଇଁ ଫୋନ କଲେ କାମ ହେଇଯିବ। କିନ୍ତୁ ସେଦିନ କେ ପଥରେ ପଡିବ? ପ୍ରଭୁଙ୍କର କ୍ରୋଧର ଦିନରେ ପ୍ରିୟମାନେ କିଛି କାମ ଆଜି ମୁଁ କହିବା ପାଇଁ ଚାହେଁ, ଏ ଜାଗତିକ ବିଷୟ ପାଇଁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଚାକିରି କରନ୍ତୁ, ବ୍ୟବସାୟ କରନ୍ତୁ, ପରିଶ୍ରମ ହୁଅନ୍ତୁ, ଟଙ୍କା ଉପାର୍ଜନ କରନ୍ତୁ, ଆର ପଥରେ ଯାଆନ୍ତୁ ନାହିଁ, କାରଣ ଏଇଟା ବଡ ଫାନ୍ଦ ଅଟେ। ଆମେ ସବୁ ଏଇ ଫାନ୍ଦରେ ଏକା ପଡ଼ିଛୁ, ଏଇ ଫାନ୍ଦରେ। ଥରେ ଜଣେ ମିଟିଂ ବାଲା ମତେ ଫୋନ କରି ପଚାରୁଛନ୍ତି, ଆଜ୍ଞା ଆମେ ଆପଣଙ୍କୁ ବକ୍ତା କରି ଡାକିବା ପାଇଁ ଚାହୁଁଛୁ ଯେ ଆଜ୍ଞା ଆପଣଙ୍କର ଚାର୍ଜ କେତେ? ଆଜ୍ଞା ବୋଲଛି, କଣ ଚାର୍ଜ? ମୁଁ କହିଲି ବାବୁ ମୁଁ କଣ ଡିଜେ ଭଡ଼ା ଆଣୁଛି ନା ଟେଣ୍ଟ ଭଡ଼ା ଆଣୁଛି ଚାର୍ଜ କହିବି? ନାଇଁ, ମୁଁ କହିଲି କଣ ଚାର୍ଜ? ମୁଁ କଣ ସାଉଣ୍ଡ ସିଷ୍ଟମ ଆଣିବି? ମୁଁ କଣ ଡିଜେ ନା ବୋଲେରୋ? ମୋର ଚାର୍ଜ କହିବି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଜାଣିଛି ଏ ପଇସା କିଛି କାମକୁ ଆସିବ ନାହିଁ। ଆପଣ ପ୍ରଭୁଙ୍କ ଦାସ ବୋଲି ଯାହା ଦଉଛନ୍ତି ପ୍ରଭୁଙ୍କ ସେବାରେ ବ୍ୟବହାର ହଉଛି। ଗଲାବେଳେ ସୁଟକେସ୍ ଧରି ସ୍ୱର୍ଗକୁ ଯିବି ନାହିଁ ମୁଁ। ଏ ପଇସା ଧରି ସ୍ୱର୍ଗକୁ ଯିବାଟା ନାହିଁ। ସେବା କାର୍ଯ୍ୟ ପାଇଁ ପଇସା ଦରକାର, କିନ୍ତୁ ପଇସା ପାଇଁ ସେବା କାର୍ଯ୍ୟ ନାହିଁ। ପଇସା ପାଇଁ ସେବା କାର୍ଯ୍ୟ ନାହିଁ। ଯଦି ଏ ପଇସା ପାଇଁ ସେବା କାର୍ଯ୍ୟ କରିଥାନ୍ତି, ଆଜି ଓଡ଼ିଶାର ନମ୍ବର 1 ଧ୍ୱନି ପ୍ରଚାରକ ମୁଁ ଆକା ଥାନ୍ତି, ବୁଝିଲେ ନା ନାହିଁ? ଗୌରବ ଆଜ୍ଞାକୁ ପଚାରିବେ, କହିବେ ସହରର ଲୋକମାନେ କେତେ ଭଲ ପାଆନ୍ତି। ଭୁବନେଶ୍ୱରରେ ଭଲ ପାଇବା ଲୋକ ଗଦା, କଟକରେ ଗଦା, ବାଲେଶ୍ୱର, ସମ୍ବଲପୁର ଚାରିଆଡ଼େ ଯାଆନ୍ତୁ। ଯଦି ପଇସା ପତ୍ର ଯାଇଥାନ୍ତୁ, ଗଦା ଆଣିଥାନ୍ତୁ, ସ୍ୱାମୀ ସ୍ତ୍ରୀ ଗଣି ପାରିନଥାନ୍ତୁ, ମେସିନ ଲଗାଇଥାନ୍ତୁ ଘରେ, ଏଟା 50,000 50,000 ଗଣି ଗଣି କରି କଣ? ପ୍ରିୟ ଭାଇ ଭଉଣୀ ମାନେ, ପଇସା କିଛି ନାହିଁ, ପ୍ରଭୁ ଇମ୍ପୋର୍ଟାଣ୍ଟ। ଯେତେ ଲୋକର ଜୀବନରେ ପଇସାର ପ୍ରେମ ଆସିଛି, ସେବା ସରିଯାଇଛି, ଜୀବନ ନଷ୍ଟ ହେଇଯାଇଛି, ଚରିତ୍ର ନଷ୍ଟ ହେଇଯାଇଛି, ସେମାନଙ୍କ ପରିବାର ଖତମ ହେଇଯାଇଛି। ପ୍ରଭୁ ଇସ୍କାର ତ ଜିଉଦା ଦେଖ, ଯୀଶୁ ମରବା ପୂର୍ବରୁ ସେ ମରିଯାଇଛି। ଯା ଦେଇକରି ଖାଇକରି ବଞ୍ଚି ଯାଇଥାନ୍ତା ସେ, ସତ ନା ନାହିଁ? ପେଟ ଫାଟି ଅନ୍ତ ବୁଜଳା ଭାରି କରି ମରିଛି ସେ। ହନନ୍ୟା ସଫିରା ନିଜର ପଇସା ନିଜର ଜମି ବିକି କରି ମରୁଛନ୍ତି 2 ଲୋକ। ଦେବ ତ ଦେବ, ପୁରା ଦେବ, ନ ଦେଇ 2 ଲୋକ ଗୋଟେ ଦିନ ଖତମ। ଗିହେଜି ତାର ଅବସ୍ଥା କହିଲେ ନ ସରେ, ସେ ଖତମ। ପଇସାର ପ୍ରେମରେ ପଡ଼ନ୍ତୁ ନାହିଁ, ପ୍ରଭୁଙ୍କ ପ୍ରେମରେ ପଡ଼ନ୍ତୁ। ପ୍ରଭୁ ଯଦି ଥିବେ ସବୁ ଥିବ। ଥରେ ଗୋଟେ ବୁଢ଼ୀ ମା ପ୍ରାର୍ଥନା କରୁଛି, ପ୍ରଭୁ ମତେ ଟଙ୍କା, ସୁନା, ଜମି, ବାଡ଼ି, ପ୍ରଭୁ ଗାଡ଼ି ଘୋଡ଼ା କିଛି ଦରକାର ନାହିଁ ରାଜା, ମୋର ପଡ଼ୋଶୀକୁ ଦେଇଦିଅ, ବିଶ୍ୱାସୀ ମାନଙ୍କୁ ଦେଇଦିଅ ପ୍ରଭୁ, ତାଙ୍କୁ ଦିଅ ରାଜା, ତାଙ୍କୁ ଦିଅ, ତାଙ୍କୁ ଦିଅ। ପ୍ରଭୁ ଶୁଣିଲେ ଚୁପଚାପ ହେଇଗଲେ। ତାପରେ ବୁଢ଼ୀ ଆରି ପ୍ରାର୍ଥନା କରୁଛି, ପ୍ରଭୁ ଆତ୍ମିକ ଦାନ ବରଦାନ ବି ମତେ ଦିଅ ନାହିଁ ପ୍ରଭୁ। ଆତ୍ମା ଚିହ୍ନିବା, ଭାବବାଣୀ କହିବା, ସୁସ୍ଥ କରିବା, ଆମ ଡିକନ ମାନଙ୍କୁ, ପାଷ୍ଟର ମାନଙ୍କୁ, ତମର ଦାସଦାସୀ ମାନଙ୍କୁ ଦିଅ ରାଜା। ପ୍ରଭୁ ପଚାରିଲେ, ତତେ ତ ଜଗତର ଧନ ଲୋଡ଼ା ନାହିଁ, ଠିକ ଅଛି ଶୁଣିଲି, ତତେ ଆତ୍ମିକ ଦାନ ବି ଲୋଡ଼ା ନାହିଁ, ହେଲେ ତତେ କଣ ଲୋଡ଼ା କହ? ସେ କହିଲା, ପ୍ରଭୁ ତୁମେ ମତେ ଲୋଡ଼ା ବୋଲି କହୁଛି। ମତେ କିଛି ଲୋଡ଼ା ନାହିଁ, ତୁମେ ହାକା ଲୋଡ଼ା ପ୍ରଭୁ, ତୁମେ ହିଁ ମତେ ଦରକାର ପ୍ରଭୁ। ଯଦି ପ୍ରଭୁ ଆପଣଙ୍କ ସାଙ୍ଗରେ ଅଛନ୍ତି, ପୃଥିବୀର ସବୁଠୁ ଧନୀ ଲୋକ ଆପଣ ହାକା ହେଲା। ଆପଣଙ୍କ ଠାରୁ ଧନୀ ଲୋକ କେହି ନାହିଁ। ପ୍ରଭୁ ଯେବେ ଥିବେ ସବୁ ତ ସେ କରିବେ, ଆମକୁ ଟେନସନ କାହିଁକି? କଣ ପାଇଁ ଟେନସନ? କିଛି ଟେନସନ ନାହିଁ। ଯଦି ଆପଣଙ୍କ ନୌକାରେ ପ୍ରଭୁ ବସିଛନ୍ତି, ନୌକା ବୁଡ଼ିବ କି? ବୁଡ଼ିବ ନାହିଁ। ଯେତିକି ତରଙ୍ଗ ଆଇଲେ ବି ବୁଡ଼ିବ। ଆପଣଙ୍କ ବିଜନେସରେ ପ୍ରଭୁ ଥିଲେ ବିଜନେସ ବୁଡ଼ିବ କି? ପିଲାମାନେ ଆପଣଙ୍କ ପାଠ ପଢ଼ାରେ ପ୍ରଭୁ ଥିଲେ ପାଠ ପଢ଼ା ପଡ଼ିବ କି? ଫ୍ୟାମିଲି ଲାଇଫରେ ପ୍ରଭୁ ଥିଲେ ଫ୍ୟାମିଲି ଲାଇଫ ପଡ଼ିବ କି? ନାଇଁ। ଏଠି ଯେତେ ଲୋକ ବାହା ହେଇନ, ପ୍ରାର୍ଥନା କରି ଚୁପ ହେଇକି ଥିବ, ବେଶୀ ଡିଆଁଡି ମାରିବନି। ଅତି ଲେମ୍ବୁ ଚିପୁଡ଼ିଲେ ବେଶୀ ଚିପୁଡ଼ିବେ ବୋଲେ ପିତା ବାହାରିବ। ତାପରେ ବଞ୍ଚିକି କିଛି ଲାଭ ନାହିଁ। ତାପରେ ସେପଟକୁ ଯିବ, ପ୍ରାର୍ଥନା କରିବ, ଚୁପ ହେଇଥିବ, ବେଶୀ ଡିଆଁଡି କରିବନି। ପ୍ରାର୍ଥନା କରୁଛୁ ପ୍ରଭୁ, ପ୍ରଭୁ ସବୁ ବିଷୟ ଯତ୍ନ ନେବେ। ଆପଣଙ୍କ କ୍ୟାରିୟରର, ଆପଣଙ୍କ ଲାଇଫର, ଆପଣଙ୍କ ଫ୍ୟୁଚରର ସବୁ ବିଷୟ ଯତ୍ନ ନେବେ। ସାମର୍ଥ୍ୟ ସେ ଅଟନ୍ତି। ଆପଣ କାହିଁକି ବ୍ୟସ୍ତ ହଉଛନ୍ତି? ସତରେ କିଏ ଚିନ୍ତା କଲା ନାହିଁ? କିଏ ଚିନ୍ତା କରିବେ? ପ୍ରଭୁଙ୍କ ଠାରୁ ଅଧିକ କିଏ ଚିନ୍ତା କରିବ କି? ତ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମନେ ରଖିଥାନ୍ତୁ, ଆଉ ବେଶୀ ସମୟ ନାହିଁ, ଆଉ ଅତି ଅଳ୍ପ ସମୟ ମାତ୍ର। ଯାହାଙ୍କର ଆଗମନ କରିବା ଅଛି ଆଗମନ କରିବେ। ଆଉ କଣ କରିବେ? ବିଳମ୍ବ କରିବେ ନାହିଁ, ବିଳମ୍ବ ନାହିଁ। ମୁଁ ବାଇବଲ ଯେତିକି ପଢିଛି, ବାଇବଲ ଯେତିକି ବୁଝିଛି, ସେଠୁ ମୁଁ ଜାଣିପାରୁଛି ପ୍ରଭୁଙ୍କର ଆସିବାର ସମୟ ବହୁତ ସନ୍ନିକଟ। ଯଦି ପ୍ରଭୁଙ୍କର ଆଗମନ ବିଳମ୍ବ ହେଇଗଲା, ବାଇ ଚାନ୍ସ 5 ବର୍ଷ ଯଦି ଆରେ ଡେରି ହେଇଗଲା, ଏ ଜଗତରେ ବଞ୍ଚିବାଟା କଷ୍ଟ,
କଷ୍ଟ ହେଇଯିବ, କଷ୍ଟ ହେଇଯିବ। ଚାରିଆଡ଼େ ପାପ, ନା ଆମର ଝିଅ ସୁରକ୍ଷିତ, ନା ଆମେ ସୁରକ୍ଷିତ, ନା ଆମର ଜୀବନ ସୁରକ୍ଷିତ, ନା ଆମର ଧନ ସୁରକ୍ଷିତ, କିଛି ସୁରକ୍ଷା ନାହିଁ। ରାସ୍ତା ମଝିରେ ଲୋକ ପିଟି ପିଟି ମାରି ଦଉଛନ୍ତି, ଦେଖିକି ରେ ବୋଲି ବି କହୁନାହାନ୍ତି, କହୁଛନ୍ତି କି ନାଇଁ? ଏବେ ଆସିବା ପୂର୍ବରୁ ଗୋଟେ ଦେଖୁଥିଲି, କାଲି ହୋଲି ଖେଳ ଥିଲା। ସେ ହୋଲି ଖେଳରେ ଗୋଟେ ପୁଅକୁ ସେ ଗୋଡ଼ାଇ ଗୋଡ଼ାଇ ପିଟୁଛି, କେହି ତାକୁ ରକ୍ଷା କରୁ। ଭାବି ଦେଖନ୍ତୁ, ମାନେ କେମିତି ମଣିଷ ପଣିଆ ବି ପଳେଇଲାଣି ଆମ ଭିତରେ, ମଣିଷ ବି ନାହିଁ। ଆମର ଯୋଉ ବାବା ମାନେ ଜେଲରେ ସଡୁଛନ୍ତି କି ନାହିଁ, ସାନ ସାନ ଝିଅ ମାନଙ୍କୁ ଅତ୍ୟାଚାର କରି ଜେଲରେ, ତାଙ୍କୁ ଆମେ ପୂଜା କରୁଛୁ। ସେ ପୁଣି ବାବା, କୋଉଠି ବାବା ସେଟା? ତୁ ତ ମଣିଷ ବୋଲି ଡକା ହେବା ପାଇଁ ଯୋଗ୍ୟ ନାହିଁ, ତୁ କୋଉଠିକାର ବାପା? ତୁଇ ବାବା, ବାବା ନାହିଁ ବାବା ସେଟା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ ସମୟ ଦେଖନ୍ତୁ, ଏ ଜଗତର ପରିସ୍ଥିତି ଆହୁରି କେତେ ଭୟଙ୍କର ହେବ। ବଞ୍ଚିବି ବଞ୍ଚିବି ବୋଲି ଲୋକ ମରିବେ। ଏ ଯୋଉ ମେଡିକାଲ ଗୁଡାକ ବଞ୍ଚାଇବା ପାଇଁ ନାହିଁ, ଆପଣ ଜୀବନ ସାରା ଯେତିକି ପଇସା ସଞ୍ଚୟ କରିଛନ୍ତି ସବୁ ନେଇକରି ବାନ୍ଧିକରି ଲାଷ୍ଟକୁ ଶେଷ ନିଶ୍ୱାସ ତ୍ୟାଗ କଲେ। କେତେବେଳେ କଲେ? ସନ୍ଧ୍ୟା 6:38 ସମୟରେ ତାଙ୍କର ପ୍ରାଣ ଚାଲିଗଲା। କେତେବେଳେ? ଲାଷ୍ଟ ପେମେଣ୍ଟ କଲା ପରେ, ଆଉ କିଛି ନାହିଁ। ପୁରା ଆପଣ ମେଡିକାଲରେ ଯାଆନ୍ତୁ, ଦେଖିବେ, ଯେଉଁ ଯାଇଛନ୍ତି ଦେଖିଥିବେ, ଆପଣଙ୍କ ପଇସା ଥିବା ଯେ ଟ୍ରିଟମେଣ୍ଟ କରିବେ, ଯେବେ ସରିଯିବ ନା ନାହିଁ, ପଇସା ନେଇ ସରିଲା ପରେ କ'ଣ ବୋଲି କହିବେ? ସବୁ ସେ ଉପର ବାଲାଙ୍କର ଇଚ୍ଛା। ଏଟା ପଇସା ନେବା ଆଗରୁ କହିଲ ନାହିଁ ତମେ? ଆମଠୁ ଲକ୍ଷ ଲକ୍ଷ ଟଙ୍କା ନେବା ପୂର୍ବରୁ କାହିଁକି କହିଲ ନାହିଁ? ସବୁ ପଇସା ନେଇଗଲେ, ଏବେ 5 ପଇସା ନାହିଁ। ଏବେ କ'ଣ କହୁଛନ୍ତି? ମରିଗଲା ପରେ ଡେଡ୍ ବଡି ବି ଦଉନାହାନ୍ତି। ପଇସା ବାନ୍ଧିବ ତ ଡେଡ୍ ବଡି। ଏମାନେ ମରିଗଲା ବୋଲି କନ୍ଦା କଟା ହଉଥିବେ, ଏଟା ପଇସା ଖୋଜା ଚାଲିଥିବ ସେ ଡେଡ୍ ବଡି ଆଣିବା ପାଇଁ। ମାନେ ମଲେ ବି ଛାଡିବୁ ନାହିଁ ବୋଲି ଭାବୁଛି। ଏଟା ମଣିଷ ପୁଣିଆ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ଆମେ ଜଗତର ବିପତ୍ତି ଦେଖିନାହୁଁ, ଜଗତର ସମସ୍ୟା ଦେଖିନାହୁଁ। ଆଗାମୀ ସମୟ ଅତି ଭୟଙ୍କର, ଅତି କଦର୍ଯ୍ୟ ସମୟ ଅଟେ। ଆଉ ଅତି ଅଳ୍ପ ସମୟ ମାତ୍ର। ପ୍ରଭୁ ଯୀଶୁ ଆସିଲା ପରେ ବିଶ୍ୱାସୀ ମାନେ ଜଗତରୁ ଚାଲିଯିବେ। ତାପରେ ପରିସ୍ଥିତି ଅତି ଭୟଙ୍କର ଅଟେ। ଯଦି ଆପଣ ଦେଖିବେ, ଜଏଲ ତାର 2 ପର୍ବ 11 ପଦଟି ପଢିବେ। ଜଏଲ 2 ପର୍ବ ତାର 11 ପଦ। ଜଏଲ 2 ପର୍ବ 11 ପଦ। ପୁଣି ପୁଣି ସଦାପ୍ରଭୁ ଆପଣ ସୈନ୍ୟ ସାମନ୍ତ ସମ୍ମୁଖରେ ଆପଣ ରବ ଉଚ୍ଚାରଣ କରନ୍ତି, କାରଣ ତାହାଙ୍କର ଛାଉଣି ଅତି ବଡ଼, କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ ସେ ବଳବାନ, କାରଣ ସଦାପ୍ରଭୁଙ୍କର ଦିନ ମହତ୍, ଓ ଅତି ଭୟାନକ, ଆଉ କିଏ ତାହା ସହ୍ୟ କରିପାରେ? ସହ୍ୟ କରିପାରେ? ପ୍ରଭୁଙ୍କର ଯୋଉ କ୍ରୋଧ ଆସୁଛି, ଯୋଉ ଦଣ୍ଡ ଆସୁଛି, କିଏ ତାହା ସହ୍ୟ କରିପାରେ? ଆଗାମୀ ସମୟ ଯୋଉ ପରିସ୍ଥିତି ଆସୁଛି ଭାଇ ଭଉଣୀ ମାନେ, ତାହାକୁ ସହ୍ୟ କରିବା ପାଇଁ ମନୁଷ୍ୟ ପାଖରେ ଶକ୍ତି ନାହିଁ। ଆମର ଟେକ୍ନୋଲୋଜି ଆମକୁ ରକ୍ଷା କରିପାରିବ ନାହିଁ, ଆମର ସାଇନ୍ସ ଆମକୁ ରକ୍ଷା କରିପାରିବ ନାହିଁ, ଆମର ପଇସା ଆମକୁ ରକ୍ଷା କରିପାରିବ ନାହିଁ, ଆମର ମନ୍ତ୍ରୀ ପଣି ଆମକୁ ରକ୍ଷା କରିପାରିବ ନାହିଁ, ଆମ ପାୱାର ଆମକୁ ରକ୍ଷା କରିପାରିବ ନାହିଁ। ଏମିତି ସମୟ ଆସୁଛି। ଆଜି ବେଳ ଥାଉ ଥାଉ ସୁଧୁରି ଗଲେ ଭଲ। ଆମେ କ'ଣ କରୁଛୁ? 2ଟା ପଇସା ହେଇଗଲେ ବାରେ ବା ଛାତି ଟେକି ବୁଲୁଛି। ସେ କହୁଛି ମୋର କିଏ କ'ଣ କରିଦବ? ଥାନା ବାବୁ ମୋର ଚିହ୍ନା, ମନ୍ତ୍ରୀ ଭାଇନା ମୋର ନିଜ ଲୋକ। କ'ଣ ମନ୍ତ୍ରୀ ପୁଣି ତାର ଭାଇନା? ଆମର ନିଜ ଲୋକ ମନ୍ତ୍ରୀ, ଥାନା ବାବୁ ତ ଆମର ଲୋକ, ହାତରେ ତ 5ଟା ଓକିଲ ଅଛନ୍ତି, ମୋର କିଏ କ'ଣ କରିଦବ? ରେ କିଛି ନାହିଁ। 4ଟା ପୁଅ ପଶିଛି ଷଣ୍ଢ ଭଳିଆ, ଯୋଉଠି ଯାଇ ଗୁଣ୍ଡାଗିରି କରି ଝଗଡ଼ା ହେବା ପାଇଁ ଆଗ ସେ ଭାବୁଛି ମୋର କିଛି ଟାଇମ୍ ଆସିବ। ପ୍ରିୟ ଭାଇ ଭଉଣୀ ମାନେ, ଯେତିକି ପଇସାକୁ ନେଇ ଗର୍ବ କରୁଛନ୍ତି, ଟାଇମ୍ ଆସିବ ସେମାନେ ବିଙ୍ଗ ଟେଡେ ମେଡେ ଭଳିଆ। କେମିତି ଟେଡେ ମେଡେ? ବିଙ୍ଗ ଟେଡେ ମେଡେ ହେବେ। ସିଧା ଲୋକ ସବୁ ଟେଡେ ମେଡେ ହେବାର ଟାଇମ୍ ଆସିଛି। ଖାଲି ପ୍ରଭୁଙ୍କର କ୍ରୋଧ ଆସୁ। ଏବେ ବେଳ ଥାଉ ଥାଉ ସମସ୍ତଙ୍କୁ କହୁଛି, ଯେମିତି ଆସିଛନ୍ତି ସେମିତି ଯାଆନ୍ତୁ ନାହିଁ, ପାପ ଛାଡ଼ିକି ଯାଆନ୍ତୁ। ଆପଣଙ୍କ ଘରେ କ'ଣ ଥାଉ କି ନଥାଉ, ପବିତ୍ରତା ଥିବାର ଅଛି। ଆପଣଙ୍କ ଜୀବନରେ ପବିତ୍ରତା ଥିବାର ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଜାଗତିକ ବିଷୟ, ଯାବତୀୟ ବିଷୟ ପାଇଁ ଆମେ ଭାରାକ୍ରାନ୍ତ ହଉଛୁ, ବ୍ୟତିବ୍ୟସ୍ତ ହଉଛୁ। ଟାଇମ୍ ଆସୁଛି, ମନେ ରଖିଥାନ୍ତୁ। ପ୍ରଭୁ ଆସୁଛନ୍ତି, ଆଉ ଅବିଳମ୍ବରେ ଆସୁଛନ୍ତି। କେହି ଲୁଚି ପାରିବ ନାହିଁ। ଆମର କାମ କ'ଣ? ଆମେ ପ୍ରସ୍ତୁତ ହେଇ ରହିବା। ଯଦି ପ୍ରସ୍ତୁତ ଥିବେ, ଏ ଜଗତ ଉପରେ ଯୋଉ କ୍ଲେଶ ଆସୁଛି, ଆପଣ ରକ୍ଷା ପାଇଯିବେ। ସେଇଥିପାଇଁ ଯୀଶୁ ଆସୁଛନ୍ତି। ଯୀଶୁ ଆସିଲେ ଆମେ କୋଉଠି ଯିବୁ? ଆମେ ମେଘମାଳାକୁ ଯିବୁ, ମଧ୍ୟ ଆକାଶକୁ ଆମେ ଚାଲିଯିବୁ। ବାଇବେଲ କ'ଣ କରୁଛି ଦେଖନ୍ତୁ। ଯେସାଇ ତାର 26 ପର୍ବ 19-20 ପଦ। ଯେସାଇ 26 ତାର 19-20।
ତୁମ୍ଭର ମୃତମାନେ ଜୀବିତ ହେବେ, ତୁମ୍ଭର ମୃତ ମାନେ ଜୀବିତ ହେବେ, ମୋହର ଶବ ଶବ ଉଠିବେ, ମୋହର ସବ ଉଠିବେ। ହେ ଧୂଳି ନିବାସୀ ମାନେ, ଏ ଧୂଳି ନିବାସୀ ମାନେ ତୁମେମାନେ ଉଠି ଗାନ କର, ତୁମେ ମାନେ ଉଠି ଗାନ କର, କାରଣ ତୁମ୍ଭର ଶିଶିର କାରଣ ତୁମ୍ଭର ଶିଶିର ତୃଣର ଶିଶିର ତୁଲ୍ୟ ତୃଣର ଶିଶିର ତୁଲ୍ୟ ଓ ଭୂମି ମୃତ ମାନଙ୍କୁ ଭୂମି ମୃତ ମାନଙ୍କୁ ବାହାର କରିଦେବ। ବାହାର କରିଦେବ। ହେ ମୋହର ଲୋକେ, ହେ ମୋର ଲୋକେ ଆସ, ଆସ, ତୁମ୍ଭର ଅନ୍ତରାଳରେ ତୁମର ଅନ୍ତରାଳରେ ପ୍ରବେଶ କରି ତୁମ୍ଭ ଚାରିଆଡେ ତୁମ ଚାରିଆଡେ ଦ୍ୱାର ରୁଦ୍ଧ କର, ଦ୍ୱାର ରୁଦ୍ଧ କର। କ୍ରୋଧ ବହି ଯିବା ଯାଏ, ଅଳ୍ପ କ୍ଷଣ କୋଣାକୁ ଲୁଚା। କ୍ରୋଧ ବହିବା ଯିବା ଯାଏ, ସେ କ୍ରୋଧର ସମୟ 7 ବର୍ଷର କ୍ରୋଧର ସମୟ ଆସୁଛି। ସେ କ୍ରୋଧର ସମୟରେ ଆପଣ କୋଉଠି ରହିବେ? ଆପଣ ଗୁପ୍ତ ସ୍ଥାନରେ ରହିବେ। ସେ ଗୁପ୍ତ ସ୍ଥାନ ପୃଥିବୀରେ ନାହିଁ। ପୃଥିବୀର କୋଉଠି ବି ଯାଆନ୍ତୁ, ଆଜି ବଡ ବଡ ଲୋକ କଣ କରୁଛନ୍ତି? ସୁଡୁଙ୍ଗ ବନାଇ ଭିତରେ ଅଛନ୍ତି। ଏବେ ବମ୍ ପଡିଲା, ସୁଡୁଙ୍ଗ ଫୁଡୁଙ୍ଗ ଫାଟିକରି ସବୁ ଖତମ। କଣ କରୁଛନ୍ତି? ପୁରା ବଙ୍କର ବନାଇ କରି। ବଙ୍କର ମାନେ କଣ? ପୁରା ଲୁହାରେ ବନାଇଥିବ, ଉପରେ ପାହାଡ ପର୍ବତ ଥିବ, ଉପରେ ଘର ଦ୍ୱାର ଥିବ, ସେ ଭିତରେ ଭିତରେ ଘର ବନାଇଥିବେ। ଏମିତି ବମ୍ ପଡିଲା, ସବୁ ଖତମ। କୋଉଠି ସୁରକ୍ଷା ଅଛି? କୋଉଠି ସୁରକ୍ଷା ନାହିଁ। ଏମିତି ସମୟ ଆଗକୁ ଆସୁଛି। ଆପଣ ଦେଖନ୍ତୁ, କେବଳ ଯୀଶୁଙ୍କ ସହିତ ଯିବା ପାଇଁ ରେଡି ଥାନ୍ତୁ। ମୋର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଜୀବନକୁ ସଜାଡ଼ନ୍ତୁ। ବଳକା ବିଷୟ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ କଣ ଖାଇବାର ଅଛି, କଣ ପିଇବାର ଅଛି, ମୋର ଚିନ୍ତାର ବିଷୟ ଏକା ନାହିଁ। କିଛି ଚିନ୍ତାର ବିଷୟ ନାହିଁ। ମତେ ରାତିରେ ମୋ ସ୍ତ୍ରୀ ପଚାରୁଥିଲେ, ହଇ ମୋ ସକାଳେ ଜଳଖିଆ କୋଉଠି କରିବା? ମୁଁ କହିଲି ସିଧା ଶୁଅ। ଏବେ ସକାଳ ଜଳଖିଆ ପାଇଁ ଅଛନ୍ତି କି ନା ଏଠି? ଏ ଆଣ୍ଟି ଅଛନ୍ତି, ଏ ମିଟିଂ ବାଲା ଅଛନ୍ତି, କିଏ ନହେଲେ ଗୌରବ ଆଜ୍ଞା ଅଛନ୍ତି କି ନାହିଁ? ତ ଆମକୁ କାହିଁକି ଖାଇବା ଚିନ୍ତା? କଣ ଚିନ୍ତା? ମଝିରେ ଗୋଟେ ପୁଅଟା ଫୋନ କରି ମତେ କହୁଛି, ଆଜ୍ଞା ଆପଣଙ୍କୁ ଆଜ୍ଞା ଗୋଟେ ଚପଲ ଗୋଟେ କିଣିଦେବି ଆଜ୍ଞା, ବୋଲିଲା ଜୁତା ଗୋଟେ କିଣିଦେବି। ମୁଁ କହିଲି ଥାରେ ବାବୁ, କାହିଁକି ସେ ବିଜାର କଥା କହୁଛୁ? ତ ପଇସା ନାହିଁ। ନାଇଁ ଆଜ୍ଞା, ହେଲେ ବି ଗୋଟେ କିଣିଦେବି ଆଜ୍ଞା। ମୁଁ କହିଲି କାହିଁକି ରେ ବାବୁ? ସେ ଫୋନ ରଖୁ ନାହିଁ। ଆଜ୍ଞା ନମ୍ବର ଟିକେ କୁହ ଆଜ୍ଞା, ନମ୍ବର ଟିକେ ଆଜ୍ଞା ପ୍ଲିଜ ଆଜ୍ଞା କୁହ ଆଜ୍ଞା। କଣ ଗୋଟେ ଜୋତା କିଣିଦେବା ପାଇଁ? ମାନେ ମୋର କହିବାର କଣ, ଇଭେନ ଆମର ଜୋତା ପାଇଁ ବି ଲୋକ ଚିନ୍ତା କରୁଛନ୍ତି। ଆମକୁ କି ଚିନ୍ତା? ଆମକୁ କଣ ଚିନ୍ତା? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ କୁଆଡେ ଯିବା ଆସିବା ହଉଛୁ ବୋଲି କହୁନୁ। ଯଦି କହିଲେ ତ ରାସ୍ତା ଲୋକ ଜଗିଥାନ୍ତୁ, ରାନ୍ଧି କରି ଜଗିଥାନ୍ତୁ। ନାହିଁ ଆପଣ ଘରେ ଆସିଲେ ଭୁକରେ ଶୋଇବୁ କି ଆମେ? ଆପଣ ଡାକୁନାହାନ୍ତି? ଆସିଲେ ଆପଣଙ୍କ ସବୁ କୁକୁଡ଼ା ଖତମ କରିବାକୁ ଆମେ। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ଟେନସନ କଣ? ଆପଣ ବି ଆମ ଘରକୁ ଆସନ୍ତୁ। ଆପଣ ଆମର ଘରେ ଆସନ୍ତୁ। ଆମେ ନଥିଲେ ବି ଆପଣ ଘରେ ରହିପାରିବେ। ଚାବି ଦେବୁ ଆପଣଙ୍କୁ, ଡାଲି ଚାଉଳ ପନିପରିବା ସବୁ ଥିବ, ଖାଇ ପିଇ ଆରାମରେ ଥିବେ। ଯେବେ ଇଚ୍ଛା ଲାଗିବ ତାଲା ପକେଇ ସାମ୍ନା ଘର ଦେଇକି ଯିବେ। କିଛି ଟେନସନ ନାହିଁ। ଆମର ଟେନସନ ଖାଇବା ପିଇବା ଟେନସନ ନାହିଁ। ଲୁଗାପଟା ଟେନସନ କି ଭଉଣୀ ମାନେ? କଣ ଆପଣଙ୍କୁ ଯେତିକି ଶାଢୀ ଅଛି ଆଗ ପିନ୍ଧନ୍ତୁ, ତେବେ ଋଣ ମୁକ୍ତ ହେବେ। ନୂଆ ଶାଢୀ 10ଟା ଅଛି, ଆହୁରି 10ଟା କିଣିବ ବୋଲେ ତମକୁ ଋଣ ଛାଡିବ? ଋଣ ତମର ସାନ ଭଉଣୀ କି ରହିଯାଇଥିବ। ମୁଁ ଯିବି ନାହିଁ ଲୋ, ତତେ ଛାଡିକି ଯିବାକୁ ମତେ ବିଲକୁଲ ଇଚ୍ଛା ଲାଗୁନି, ତୋ ସହିତ ଆକା ଥିବି ବୋଲ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଅନୁଗ୍ରହ କରନ୍ତୁ। ଆମର ଚିନ୍ତା ଏଇ ଚିନ୍ତା ନାହିଁ, କଣ ଖାଇବୁ କଣ ନାହିଁ, କଣ ଚିନ୍ତା? ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସକାଳେ ଟିକେ ଭାବୁଥିଲି, ଜଳଖିଆ ଖାଇଲା ବେଳକୁ ଟିକେ ଖଦରା ଟିକେ ଖାଇଥିଲେ ହେଇଥାନ୍ତା ବୋଲିକରି, ହେଲା ଖଦରା ଟିକେ ଖାଇଲେ ହେଇଥାନ୍ତା, ଭଲ ଲାଗିଥାନ୍ତା। ଟିକେ ଏତେ ସମୟ ଠିଆ ହେବାଟା ନା, ଭାବିଲି ବ୍ୟସ୍ତତାରେ ପଳେଇ ଆସିଲି। ଆସିଲା ପରେ ଜଣଙ୍କ ଘରେ ବାଟରେ ଯାଇଥିଲୁ, ସେମାନେ ଖଦରା ଆଣି ରଖିଛନ୍ତି। ଆଜ୍ଞା ଆମେ ଖାଲି ଭାବିବା ଦରକାର, ଆମର ସାମ୍ନା ସେଇଟା ଆମର ପ୍ରଭୁ। ଆମର ମାଗିବା ଭାବିବା ଠାରୁ ଅତ୍ୟଧିକ ଦେବା ପ୍ରଭୁ ଥାଉ ଥାଉ। ଏ ବେକାର ପଇସା ପତ୍ର ଟଙ୍କା ପତ୍ର ଆମେ କାହିଁକି ଯିବାର ଅଛି? ମୋର ପାଇଁ ତାଳି ମାରୁଛନ୍ତି ନା ଆପଣଙ୍କ ପାଇଁ? ଆପଣଙ୍କ ପାଇଁ ବି ତାଳି ମାରି ଦେଇଥାନ୍ତୁ, ହେଲା। ମୋର ପାଇଁ ତାଳି ମାରିବା ଦରକାର ନାହିଁ। ମୋର ପାଇଁ ମୁଁ ତାଳି ମାରିଥାଉଛି, ଆପଣ ନିଜ ପାଇଁ ତାଳି ମାରନ୍ତୁ। କାରଣ ପ୍ରଭୁ ବଞ୍ଚିଥିବା ଯାଏ ଆମେ ଭୋକରେ ମରିବୁ ନାହିଁ। ଆମର ପ୍ରଭୁ ଥିବା ଯାଏ ଆମେ ଭୋକରେ ମରିବୁ ନାହିଁ। ସେଇଟା ଚିନ୍ତା ନାହିଁ। କଣ ଖାଇବୁ? ଏବେ ଟେନସନ କଣ? ଯିବୁ କି ଥିବୁ? ଆମେ ଯୋଉ ଜୀବନ କାଟୁଛୁ। ସେ ପୁଅଟା କହିଲା, ନାଇଁ ଆଜ୍ଞା ମୁଁ ଶୁଣିଲି ଆପଣ ଆମର ମିଟିଂକୁ ଆସୁଛନ୍ତି ଆଜ୍ଞା, କୁସୁମ ପଦାକୁ ଆପଣ ଆସୁଛନ୍ତି ଆଜ୍ଞା, ମୁଁ ସେଠି ଜୁତା କିଣିକି ଆଣିଦେବି ବୋଲିଲା। କାହିଁକି ରେ ବାବୁ ସେ ବେକାର କଥା? ନାଇଁ ଆଜ୍ଞା ପ୍ଲିଜ ଆଜ୍ଞା ନମ୍ବର ଟିକେ କୁହନ୍ତୁ ବୋଲିଲା। ନମ୍ବର କହିଦେଲି ମୁଁ, ମୋର ମାଇଣ୍ଡରେ ଆଉ ନାହିଁ ସେଟା। ସେ ଜୁତା କିଣିକରି ତାକୁ କଲର ପେପର ଗୁଡେଇଛି। ଭାବି ଦେଖନ୍ତୁ, କିଏ କେବେ ଜୁତାକୁ ଗିଫ୍ଟ ପେପର ଗୁଡେଇ କରି ଦେବ?
ପ୍ରଥମ ଥର ସେ ପିଲାଟା ଯଦି କ'ଣ ଜୋତାକୁ ମୁଁ ଚିନୁକୁ ଦେଲାରୁ ଚିନି ମୋର ଜାଗ୍ରତରେ ନେଉଛି। ମୁଁ କହିଲି ରେ ବାବୁ ଜୋତାରେ ବାବୁ ଏଟା ଯେମିତି ଯତ୍ନ ନେଉଛି ବୋଧେ ବହୁତ ଦାମିକା ନାଇଁ ଜୋତା। ସେମାନେ ପ୍ରଭୁ ଅନୁଗ୍ରହ କରନ୍ତୁ। ଆମର ଚିନ୍ତା ତାର ଗୋଟେ ମିଟିଂ ଗୋଟେ ପୁଅଟା ଆସିଥିଲା ଆଉ କହୁଛି ଆଜ୍ଞା ଆପଣଙ୍କର ସାଇଜ୍ କେତେ ଆଜ୍ଞା ଜୋତାର ସାଇଜ୍? ମୁଁ କହିଲି ସିଧା ଜାତି ନାଇଁ ବୁଟ୍ ଗୋଟେ କିଣିଦେବି ବୋଲି ଭାବୁଥିଲି। ତୁ ଯା ରେ ବାବୁ କାହିଁକି ମୁଣ୍ଡ କଥା କରୁଛୁ ତୁ ଯା ତୁଇ ଖର୍ଚ୍ଚ କର ପ୍ରତି ଭଲ ତା ମୋର ଜୋତା ଅଛି ମୁଁ ପିନ୍ଧିବା ପାଇଁ। ଏତିକି ଭିତରେ ସେ ପିଲାଟା କ'ଣ କରିଛି କେତେବେଳେ ଆସି ମୁଁ ରହିବା ରୁମ୍ରେ ଆସିକରି ବାହାରେ ଜୋତାର ନମ୍ବର ଧରି କରି ପଳେଇଛି। ଏବେ ଯାଇଥିଲି ମୁଁ ଛତିଶଗଡ଼ରେ ଯାଇଥିଲି ଗୋଟେ ପୁଅଟା ଗରିବ ପୁଅଟା ହେଲେ ମୁଁ ଗୋଟେ ଜୋତାଟା ପିନ୍ଧୁଛି ସେ ଜୋତାର ସୋଲ୍ଟା ପୁରା ଫାଟି ଯାଇଛି। ସେ ଜୋତା ଫାଟି ଯାଇଛି ପିନ୍ଧିଲା ଭଳିଆ ନାହିଁ ସେଟା। ହେଲେ ସେ ପିଲା ତ ଜୋତା କିଣି ଦେଇ ପାରବନି ଗରିବ ପିଲା। ସେ ପିଲାଟା ଯାଇକି କ'ଣ କରୁଛି ସଲ୍ ଗୋଟେ କିଣି ଆଣିଛି ସେ ପକାଇବା ପାଇଁ ଆଉ ଭିତରେ ପକାଇ ଦେଇ କ'ଣ କରୁଛି ସାର୍ ପକାଇଦେଲି ସାର୍ ଆପଣ କେତେ ମାସ ପିନ୍ଧି ପାରିବେ ବୋଲା ସେଇଟା ପିନ୍ଧୁଛି। ମୁଁ କାହିଁକି ଆପଣମାନଙ୍କୁ କହୁଛି ଆମର ଟେନସନରେ ଖାଇବା ଟେନସନ ନାହିଁ। ଏବେ କ'ଣ ଖାଇବ ଟେନସନ କି ଟେନସନ ନାହିଁ କିଛି ଟେନସନ ନାହିଁ। ଗୌରବ ଆଜ୍ଞା ରାନ୍ଧି କରି ଆଣିଛନ୍ତି ଦେଖନ୍ତୁ ସଂସ୍ଥାର ପ୍ରେସିଡେଣ୍ଟ ଗୋଟେ ଦାସ ପାଇଁ ଖାଇବାଟା ବନେଇକରି। ମୁଁ କାହିଁକି କହୁଛି ଆପଣମାନଙ୍କୁ ଇଭେନ୍ ଆପଣମାନେ ମଧ୍ୟ ଏଇ ବିଷୟ କ'ଣ ଖାଇବେ କ'ଣ ପିଇବେ ପଇସା ନଥାଉ ପ୍ରଭୁ ଥାନ୍ତୁ ଆପଣଙ୍କ ଜୀବନରେ। ଯଦି ପ୍ରଭୁ ଥିବେ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟ ଆପଣଙ୍କ ଲାଇଫ୍ ପାଇଁ ସେଥିପାଇଁ ଆପଣ ୟା ପଛରେ ଯାଆନ୍ତୁ ନାହିଁ ଖାଲି ଜୀବନକୁ ସଜାଡ଼ନ୍ତୁ କାରଣ ତାର ଆସିବା ଟାଇମ୍ ହେଇଗଲାଣି। ସେ ଆସିବେ ପ୍ରିୟ ଭାଇ ଭଉଣୀ ମାନେ ଆମେ କ'ଣ କରିବା ପ୍ରସ୍ତୁତ ରହିବା ଦରକାର। ବାଇବଲ କ'ଣ କହୁଛି ଦେଖନ୍ତୁ ଫିଲିପିଓ ତାର 3 ପର୍ବ 20-21 ଫିଲିପିଓ 3 ତାର 20-21 ତ ସ୍ୱର୍ଗର ପ୍ରଜା ଆମେ ମାନେ କୋଉଠର ପ୍ରଜା ଆମେ ମାନେ ତ ସ୍ୱର୍ଗର ଏଠିର ବି ପ୍ରଜା ଏକା ସତ ନା ନାହିଁ। ଆମେ ଭାରତର ବି ପ୍ରଜା ଆଉ ସ୍ୱର୍ଗର ମଧ୍ୟ ମାନେ ଆମେ ଡବଲ ସିଟିଜେନ୍। ଆମେ କୋଉଠର ସିଟିଜେନ୍ ଆମେ ଭାରତର ସିଟିଜେନ୍ ଆଉ ସ୍ୱର୍ଗର ମଧ୍ୟ ଭାରତର ନାଗରିକ। କେମିତି ଭାରତରେ ଜନ୍ମ ହେଇଥିବାରୁ ଭାରତର ନାଗରିକ। ଆମେ ସବୁ ଭାରତର ଖାଣ୍ଟି ନାଗରିକ ଭଡ଼ାରେ ଆସି ରହିନୁ। କଥା କହିଲେ ପଳାଅ ଭାରତ ଛାଡ଼ି ପଳାଅ ଯେମିତି ତାଙ୍କର ବାପାର ଘରେ ଭଡ଼ାରେ ଅଛୁ। ଆମେ କୋଉଠି ପଳେଇବୁ ଏଇଟା ତ ଆମର ଦେଶ। ଆମେ ଭାରତର ନାଗରିକ କିନ୍ତୁ ତା ସହିତ ସ୍ୱର୍ଗର ମଧ୍ୟ ଆମେ ମାନେ ତ ସ୍ୱର୍ଗର ପ୍ରଜା। ତାପରେ ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। କ'ଣ ଅପେକ୍ଷାରେ ଅଛୁ? ଆଗମନର ଅପେକ୍ଷା ଆହୁରି କିଛି ଅପେକ୍ଷା ନାହିଁ। ଆଚ୍ଛା ଦିନ କେତେବେଳେ ଆସିବ? ଯୀଶୁ ଯେବେ ମେଘମାଳାରେ ଆସିବେ। আমার পায়ে আচ্ছা দিন কেবে যিশু যাবে মেঘমালারে আসিবে আর যেবে আসিবে জগতর ক্লেশ খতম টেনশন খতম রোগ খতম পাপ খতম এটু আমি সেইটা অপেক্ষা করিছু সেই অপেক্ষা আমার গোটে ঘর সানটা ঘর বনাইছু সে ঘরর না কোন জানিছতি মারানাথা কটেজ মারানাথা বলে কোন হে প্রভু আস বলিবাটা আমার ঘরর না কোন আমার ঘরর নাম ছে প্রভু আস হেলে ঘর কাই বনাউতলু হেলে মো দিন সেটা হেলা ওটা মিটিং রে যাইছি প্রচার কলি রাতে 2:30 ঘরে ফেরলু এই বাবু আঙ্কর গাড়ি রে যাউছু আমি তাঙ্কর গাড়ি রে আমি চালে যাউছু সে গাড়ির মালিক বি সে ড্রাইভর বি সে আর यूट्यूब जो চালিছি ওড়িয়া বাইবেল টিউটোরিয়াল তার বি সে সব করুছন্তি হেলা তাঙ্কর তো যাউছু তাকে দেখি না দেখিথিবে তাঙ্কর না চিনু হেলা তাঙ্কু চিনিথিবে হেলা সে ওড়িয়া বাইবেল টিউটোরিয়াল তো সাবস্ক্রাইব করি নাতি করে দিথিবে হেলা এই মেসেজ গুলা সেটা মিলিব আপনাকু এটি নেটওয়ার্ক নাই বলি এটি লাইভ করে নাতি গলা পরে আপন রেগুলার শুনি পারিবে যদি প্রতিদিন বাক্য শুনিবা আছে সকালে মোর বাক্য আসবে নুয়া সকালরে আশা করে আসবে নুয়া সকালর আশা বাধ্যরে দেখবে আপন প্রতিদিন সান অল্প সময় কাইকে সানটা বনাইছি যে বিদেশরে বি যেমন অছন্তি যেমন আরামরে দেখি জলকা খাইলা বেলা গাড়িরে গলা টিকে ফুরসতরে দেখি পারবে 10 মিনিটর মেসেজ গুলো থিব আর প্রতিদিন সকালে গোটে বাইবেল স্টাডি মনে হচ্ছে নিরঞ্জন তোর यूट्यूब চ্যানেল রে আসিব সেটা রবিবার দিন ছাড়ি ସବୁଦିନ ଥିବ ଆଜିର ମେସେଜ ଥିଲା ବଞ୍ଚିବା ପୂର୍ବରୁ ମରନ୍ତୁ ନାହିଁ ବଞ୍ଚିବା ପୂର୍ବରୁ ଆଗ ବଞ୍ଚନ୍ତୁ ପରେ ମରବା ଚିନ୍ତା କାହିଁକି ଆମକୁ ତ ପ୍ରତିଦିନ ନୂଆ ବାକ୍ୟ ଶୁଣିବେ ଆଉ ଏଇଟା ଅଛି ମୋର ଅଫିସିଆଲ ଚ୍ୟାନେଲଟା
जोटी आम मीटिंग जी लाइव मेसेज पाइबे एटा सब्सक्राइब कले मु कोड थिले भी आपण घरे बसी सुनी पारिबे ओडिया बाइबल ट्यूटोरियल निरंजन तुरुक मारले सब पळे आसीबो आपण सुनी पारिबे भाई मान को मते चैनल सब्सक्राइब करिथिबे सुनंतु वाक्य तो करबे बागर जाउन परत माने बागर जाउन तो बागर जदी जाउछते सब्सक्राइब करो ना काटी दियो को बाहागरे को नाचरे को ढेमसारे जीवे बोले हम ताको देखु देबु हमें जहारो मेसेज चैनल रे वाक्य अछि तार चैनल सुनबे नाचो गीत मधुरे वाक्य देव परा बोला को लोक नाचुथिबे काटो ताको काटो खूब बाहागर को नाच कर दले रतरा नहीं बाबू तुम भी यूट्यूब चैनल अच्छी कि ना तुम रेकर्ड कर अच्छी निज वेरी गुड रेकर्डिंग कर रखी तो कहवाई चाहे प्रत्येक को प्रिय भाई भौणी मैंने आग को सुजोग नक्य शुणा दरकार ये आम कौन देखुचु प्रिय भाई भौणी मैंने आमे माने स्वर्गर प्रजा आमे कौन अपेक्षा रचु प्रभु जीशु ख्रीष्टंकर आगमनर अपेक्षा आउ किछि अपेक्षा नहीं आगमनर अपेक्षा रचु तापर कोन लिखा होछि से आपणारो जो कार्य साधक शक्ति द्वारा समस्त विषय को निजर बसीभूत करि पारंती तद्वारा आम्भ मानकर छार की शरीर छार शरीर आपने शरीर को जतकी जत्न नियंतु जतकी खुआंतु मटन खुआंतु बिरियानी खुआंतु पिज्जा खुआंतु बर्गर खुआंतु संबलपुर खुआंतु बालेश्वर खुआंतु जोटा खुआउचंती खुआंतु हैला जहा खाउचंती खांतु ಇದು मन रखे दांतु ए छारो शरीर को से रूपांतरित करी अपना गौरवमय शरीर सदस्य करिवे ए शरीर गौरव पाइबो त एबे सुचक अछि जदि जीवन रे किछि पाप अछि रूपांतरित हेबो नै जीवन रे पाप अछि रूपांतर अल्प समय आगो को समय नहीं एबे कौन करि पारिबा पाप छाड़ी पारिबा जीवन को सजाड़ी पारिबा ओबाटू फेरी पारिबा आ पर सुजोग नथिबो नेक्स्ट मीटिंग हेबो कि नै हमको जाना नहीं हेला बेले में थिबु कि नै सेटा मते जाना नहीं केनो कहउछथि कि नै ए रविवार प्रार्थना जीबी नै आसंता रविवार जीबी आसंता रविवार थिबो बोली गारंटी कोन अछि लिखी दे पेपर रे आसंता रविवार मु जीबी स्टाम्प पेपर मार दी था गोटे शनिवार दिन राति रे ना नहीं से आपण एई चिंता रे थांतु नै थिबा चिंता रे नै जीवा चिंता रे थांतु ए अंटा बथा मुंड बथा पिठी बथा दांत बथा एटा टेंशन कोन जिसु आसीला बेलकु मु जाई परबी ना नहीं मु प्रचार कर बुलुची भाई भौणी माने किंतु ए भयर का प्रचार कर बुलुची जदि मोर जीवन में पाप फले आसीबो मु जाई परिबि नै एई भय एबे भी मोर रही छे आ एई भय रहिबा दरकार एको कहंती पवित्र भय बोली करे ए भय जदि नथिबो पाप रे आपण पड़ी जिवे प्रत्येक को कहिबा पई चाहे आसन जो स्थान ठिया हबा समस्ते अपन स्थान ठिया हबा आ प्रार्थना करिबा पई जिबा टिको ठंतुन जो जगह रे प्रार्थना करिबा पई जिबा ओ मोर प्रिय भाई भौणी माने ए सुजोग हमको प्रभु देइछंती बाबू नरेंद्र अछंती के गोटे गीत बोलिबे हाँ गोटे अनुताप गीत गोटे बोलिबा पई सहाय्य करिवे मोर प्रिय भाई भौणी माने आमे समस्ते प्रार्थनार सहित समर्पित हबा प्रभु को पाखक जीवा प्रभु को कहिबा प्रभु मु आसीछि प्रभु मु जेमिति भी अछि प्रभु आपन को पाखक आसीछि मते दया करी सहाय्य करो मोर पाप को क्षमा करो प्रभु एटा सुजोग मोर प्रिय माने आ परे सुजोग थिबो कि नै मु जानि नै मोर कर्तव्य मु कर देछि आज फेरिबार उपाय मते बतै देछि जदि फेरिबे तो भलो आपण दंड पाइबा में प्रस्तुत थांतु से आसुचंती और विलंब रे आसुचंती विचार करबा का आसुचंती आपण लोक मान को नेबा पे आसुचंती साधु मान को संग्रह करबा पे आसुचंती आपण जीवा पे प्रस्तुत थांतु ओ मोर प्रिय भाई भौणी माने एबे बेलो थाउ थाउ आपण कांदी पारिबे कांदीबा को तो पड़बो समस्त को कांदबा पई पड़िबो एबे नइले तेबे एबे जदि कांदबे नाही अनंत काल कांदबा पई पड़िबो एबे जदि अनुताप करिबे तो भलो कथा एबे जदि अनुताप करिबे नाही अनंत काल पे अनुताप करिबे चक्षु बंद करिबा हाथ जोड़िबा मुंड नुआइबा प्रार्थना करिबा समस्ते प्रभु को कहिबा प्रभु मु आपन को पाखक आसीछि प्रभु मोर जीवन को समर्पण करूछि प्रभु मते दया करी सहाय्य करो ओ मोर प्रिय भाई भौणी माने आसंतु प्रत्येक प्रार्थना करिबा पई जीवा प्रत्येक समर्पित हवा प्रभु को कहिबा प्रभु मु आपन को पाखक आसीछि ओ मोर प्रिय भाई भौणी माने ए सुजोग को हाथ छोड़ा करिबा नाही हमें प्रभु को पाखक जीवा जदि जीवन ठीक नाही जीवन रे पाप अछि मंदता अछि असुचिता अछि कांदी परिबे हमें एबे जाय कांदी छि टंका पाई ऋण पाई रोग पाई चाकरी पाई पाई छुआ पाई आज हमें खांदी बानी छुपाए। Yes Lord, thank you Lord.
यस लॉर्ड समस्त मुख खोली प्रार्थना करिबा यस लॉर्ड यस लॉर्ड यस लॉर्ड यस लॉर्ड ओ प्रभु दया करो बाबा दया करो प्रभु दया करो प्रभु दया करो प्रभु दया करो जीसस जाने जाने बेड़े बेड़े हुए अजोड़ा चलो चलो हो जाए बटम बड़ा यस लॉर्ड हो जानी जानी बेड़े बेड़े हुए अजोड़ा चलो चलो हो जाए बटम बड़ा तुम दूरे केमिति पारिबे रही प्रार्थना करो तुम बिना ओ प्रभु केमिति बचिबे यस लॉर्ड यस लॉर्ड जीवनर ओ प्रभु जेते दिया प्रभु ओ प्रभु आसीछि प्रभु तुम चरणे भंगारु दने यस लॉर्ड मो जीवनर पाप जेते समस्त प्रार्थना करिबा जीवन को समर्पण करिबा प्रभु को कहिबा प्रभु मो आपन को पाक आसुची प्रभु मोर भंगा जीवन को नहीं ए पापपूर्ण जीवन को नहीं असुची जीवन को नहीं प्रभु मो आपन को पाक आसुची राजा मते दया करो मते दया करो ओ मोर भाई भौणी माने एमे सुंदर पाइबे नहीं यस लॉर्ड हुए अजोड़ा चलो चलो यस लॉर्ड हो जाए बटम बड़ा जानी जानी बेड़े हुए यस लॉर्ड यस लॉर्ड यस लॉर्ड यस लॉर्ड यस हो लॉर्ड जाए बटम बड़ा तुम दूरे यस लॉर्ड केमिति बचिबे मुई यस लॉर्ड तुम बिना केमिति प्रभु यस लॉर्ड यस लॉर्ड यस लॉर्ड यस लॉर्ड यस लॉर्ड मो जीवनर पाप जेते ओ प्रभु दिया प्रभु धोई आसीछि प्रार्थना करो प्रार्थना करो प्रार्थना करो पाप आपन को मंगल को अटकाई देछि पाप आपन को सुस्थता को अटकाई देछि पाप आपन को ऋणग्रस्त करिछि पाप आपन को परिवार को भांगी देछि पाप आपन को प्रभु को उपस्थिति रो दूर को नहीं जाइछि सही पाप छाड़तु आपन प्रभु को उपस्थिति को जाई परिबे ताकर राज्य को जाई परिबे यस यस लॉर्ड यस लॉर्ड यस लॉर्ड यस लॉर्ड ओ प्रभु तुम चरणे दया करो दया करो दया करो दया करो बापा भंगारु दने यस लॉर्ड प्रभु धन्यवाद प्रार्थना करिबा मोर भाई भौणी माने वो हम पाप को देखि न पिता समस्त समस्त हमर पाप प्रमाणे तुम प्रार्थना करिबा पई जिबा ओ परमेश्वर देखि न धन्यवाद जो माने अपना जीवन को सजाड़िबा पई चाहउछन्ते आजि ठारो पाप छाड़िबा पई चाहउछन्ते मंदता छाड़िबा पई चाहउछन्ते आमे समस्त जानिछु हम जीवन रे पाप रहिछि आमे समस्त जानिछु हम जीवन रे परिस्थिति भलो नाही आमे खाली आर्थिक विषय को देखुछु आर्थिक नुहे आत्मिक विषय भी भलो नाही आमे शारीरिक विषय को देखुछु हमर शरीर भी भलो नाही जो शरीर रूपांतरित हेबा कथा से शरीर भलो नाही प्रार्थना करतु आसंतु हाथ दुईटा स्वर्ग आड़ उठेबा समस्ते समस्ते अपन हाथ दुईटा स्वर्ग आड़ उठेबा और समर्पित होइजिबा समर्पित हेबा प्रभु को कहबा प्रभु मो आपन को पाखो आसीछि प्रभु मते
मते दया करो भाई भौणी माने हमको दया करिबा पई कहि नाही हमें जेमिति पाप करिछु हमको प्रभु को छोड़ा यीशु को छोड़ा आ के क्षमा करि पारिबे नाही हमर पाप केवल यीशु को रक्त रही परिष्कृत होई पारिबो आ परिष्कार हेबा पर द्वितीय विषय किछि नाही हमर केते दान देउछथि केते उपवास करूछथि केते दशमास देउछथि ता आपन को क्षमा करि पारिबो नाही आपन को पाप क्षमा करिबा अछि यीशु को रक्त केवल यीशु को रक्त केवल यीशु को रक्त केवल यीशु को रक्त रही क्षमा पाई पारिबे हाथ दुईटा स्पोर्ट गार्ड को ठांतो मो पाप प्रमाणे मो प्रति हाथ दुईटा स्पोर्ट गार्ड को उठाई प्रार्थना करे तू केबे प्रेम यस लॉर्ड यस लॉर्ड यस लॉर्ड भी पाइछि यस लॉर्ड तुमर यस लॉर्ड यस 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 लॉर्ड मंगल यस लॉर्ड यस लॉर्ड यस लॉर्ड मो पाप दया 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 करो प्रभु पाप परीक्षा करी बाबा गुण परीक्षा करी बाबा तुम्हारी यस लॉर्ड यस लॉर्ड यस लॉर्ड यस लॉर्ड यस लॉर्ड पाइछि जीवने मोरा एतटे तुम Yes, Lord. मंगल यस लॉर्ड यस लॉर्ड यस हम पाप को तुम्हें देखी न प्रार्थना करिबा तथापि तुम्हें प्रेम समस्त प्रार्थना करिबा पई जिबा प्रार्थना करिबा पई जिबा जदि आज आपन को जीवन को प्रभु को हस्ते समर्पण करिबा पई चाहउछथि या ठारो बड़ सुजोग मिलिबो नाही आउ गोटे मीटिंग बोली भाबतु नाही आउ गोटे मीटिंग रे पाप छाड़ीबी आउ गोटे मीटिंग रे अभ्यास बदलैबी आउ गोटे मीटिंग नाही एटा हुए तो लास्ट मीटिंग एटा हुए तो आपन को लास्ट सुजोग प्रभु आपन को दैछंती पाप नु फेरिबा पाए समस्त समस्त विषय समस्त असुचिता समस्त मंदता को छाड़ीबा पाए निष्पत्ति नियंतु यस लॉर्ड आज एठु गोटे नुआ है कि जीवा परिवर्तन को है कि जीवा जीवन बदलाय कि जीवा मोर भौणी माने रोग सुस्थ हेबो आज पाप छाड़िले ऋण मुक्त हेबे पाप छाड़िले पाप अभिशाप आने पाप दंड आने पाप सर्वनाश आने तेरे वाक्य कहे आज पवित्र हुओ आसंता काली आश्चर्य कर्म हेबो आसंता काली आश्चर्य कर्म हेबो आपन को परिवार रु आपन को जीवन रु जो बंधन सब अछि बंधन छिनिबो अभिशाप दूर हेबो रोग सुस्थ हेबो पिला माने उन्नत हेबे परिस्थिति बदलिबो केवल पाप को छाड़ंतु पवित्र पवित्र हुअंतु कहंतु प्रभु मोर पाप सब क्षमा करो मां माने आज रे खांदीबाटा सामान पाई नाही पवित्रता पाई हो आज रे प्रार्थना सुस्थता आज रे प्रार्थना सुस्थता पाई नाही पवित्रता पाई हो पवित्र होई जानतु प्रत्येक विषय आपन को जीवन रे प्रत्येक विषय को प्रभु परिवर्तन करिवे आशीर्वाद करिवे ओ मोर भाई भणी माने आसंतु प्रार्थना करिबा पाई जिबा आमान को मधुर प्रभु के दास डॉक्टर गौरव वर्धन अछंती सासिबे प्रार्थना करि नेबे सामा पाई प्रार्थना करिबा समय हमें समस्त समर्पित हबा कहिबा प्रभु को मु जेमिति अछि प्रभु आपन को पखा दास अछि दया करि मते सहायता करो हाथ दुइटे स्पर्श कर खातु और समर्पित हो जानतु प्रभु को अभिषिक्त दास डॉक्टर गौरव वर्धन सामान को प्रार्थना रे करेन Yes, Lord. धन्यवाद प्रभु Yes, Lord. धन्यवाद प्रभु Yes, Lord. धन्यवाद यीशु Yes, Lord. धन्य Yes, 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 Lord. Yes, Lord. तुम्हें कितना राजा प्रभु Yes, Lord. इस स्थान Amen. उपस्थिति Yes, Lord. Yes, Lord. हमको प्रशंसा करू पिता आज हम Yes, Lord. आज परिवर्तन आज पाप को त्याग करू पिता आज हमें अपेक्षा करू आज तुम अनुग्रह तुम शांति तुम दया दया कर आम प्रत्येक जीवन रे आज अनेक अनेक लोक तुम निकट रे निज हस्त को उठाई निजे स्वीकार कर पाप को त्याग करवा पाए सेमानको शक्ति दियो सेमानको ज्ञान दियो बुद्धि दियो बल दियो तेरे पुनर्प्रारंभ करिवे नहीं तेरे पुनर्प्रारंभ पड़िवे नहीं
Amen, 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 amen. ସେମାନଙ୍କ ମଧ୍ୟରେ ଦିଅ ପିତା ପ୍ରଭୁ ଅନେକ ସମୟରେ ଶୈତାନ ଅନେକ ପରୀକ୍ଷା ଆଣିଥାଏ କିନ୍ତୁ ସେ ସବୁକୁ ଜୟ କରିବା ପାଇଁ ପ୍ରତି ଭାଇ ଭଉଣୀଙ୍କୁ ତୁମେ ଆଶୀର୍ବାଦ କର ପିତା ସେମାନଙ୍କୁ ତୁମରି ଆଗମନ ପର୍ଯ୍ୟନ୍ତ କୌଣସି ପାପରେ ନ ପଡ଼ିବା ପାଇଁ ଦିଅ ବାପା ବାରମ୍ବାର ନିଜକୁ ପରୀକ୍ଷା କରିବେ ବାରମ୍ବାର ନିଜକୁ ତୌଲିବେ ତୁମ ବାକ୍ୟ ମାଧ୍ୟମରେ ତୁମ ଶିକ୍ଷା ମାଧ୍ୟମରେ ତୁମ ଦାସ ମାନଙ୍କର କାଉନ୍ସିଲିଂ ମାଧ୍ୟମରେ ସେ ନିଜକୁ ପରୀକ୍ଷା କରିବେ ବାପା ଦୟା କର ଏ ମଣ୍ଡଳୀକୁ ତୁମେ ଆଶୀର୍ବାଦ କଲ ପିତା ଆଜିର এই ମହାସଭାକୁ ଦୀର୍ଘ 2 ଦିନ ଧରେ ସୁନ୍ଦର ଭାବେ ପ୍ରତିଷ୍ଠା କରି ଚଳାଇ ନେବା ପାଇଁ ପ୍ରଭୁ କୁସୁମପଦା ମଣ୍ଡଳୀକୁ ବହୁଳ ଭାବେ ତୁମେ ଆଶୀର୍ବାଦ କର ପ୍ରତି ବିଶ୍ୱାସୀ ଭାଇ ଭଉଣୀ ପ୍ରତି ଏଲ୍ଡର୍ସ ପ୍ରତି ପାଳକ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ଏହି ପ୍ରାର୍ଥନା ଯେପରି ପ୍ରଭୁ ଏହି ମଣ୍ଡଳୀର ନିଷ୍ଠା ସତ୍ତ୍ୱେ ସମସ୍ତ ଆଶୀର୍ବାଦ ଆଜିଠାରୁ ଚିରଦିନ ପର୍ଯ୍ୟନ୍ତ ରହିବ ସେହିପରି ତୁମେ ଆଶୀର୍ବାଦ କର ପ୍ରଭୁ ସେପରି ଅନେକ ମଣ୍ଡଳୀ ଏଠାରେ ଆମର ଅଛି ପିତା ଚର୍ଚ୍ଚ ଅଫ୍ ଗଡ୍ ଇନ୍ କ୍ରାଇଷ୍ଟ ଜିଜସ୍ର ପ୍ରତି ମଣ୍ଡଳୀକୁ ଉତ୍ସାହିତ କର ପ୍ରତି ବର୍ଷ ସେମାନେ ଏପରି ଗୋଟେ ଗୋଟେ ମହାସଭାର ଆୟୋଜନ କରିବେ ଆଉ ତୁମ ନାମ ଗୌରବ ଦେବେ ଏବଂ ଅନେକ ହଜାତ୍ମାକୁ ସଂଗ୍ରହିତ କରିବେ ତୁମ ନିକଟରେ ପ୍ରଭୁ ଏଇଟା ଆମର 43 ବର୍ଷ ପ୍ରଭୁ ଆହୁରି ମଧ୍ୟ ଆଗକୁ ଆମେ କେତେ ଦିନ ଯିବୁ ଆମେ ଜାଣୁନା ପ୍ରତି ବର୍ଷ ଆମକୁ ଉଦ୍ଦୀପିତ କର ଆମକୁ ଉଦ୍ଯୋଗୀ କର ଆମ ନେତୃବୃନ୍ଦକୁ ଆମ ପାଳକ ବୃନ୍ଦକୁ ଆମର ବିଶ୍ୱାସୀ ଭାଇ ଭଉଣୀ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ଏହି ସମୟରେ ମୁଁ ପ୍ରାର୍ଥନା କରେ ଅନେକ ଭାଇ ଭଉଣୀ ରୋଗଗ୍ରସ୍ତ ଅଛନ୍ତି ଅନେକ ପ୍ରକାର ଚିନ୍ତା ଦୁଶ୍ଚିନ୍ତା ବିଷୟ ମଧ୍ୟ ଦେଇ ଯାଉଛନ୍ତି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ in the blood of Jesus ପ୍ରଭୁ I touch them Lord ପ୍ରତି ଆତ୍ମା ପ୍ରତି ଶରୀର ସୁସ୍ଥ ହୋଇ ଘରକୁ ଯିବା ପାଇଁ ସାହାଯ୍ୟ କର ପିତା ଧନ୍ୟବାଦ ଏହି ସମୟରେ ତୁମ ଦାସଙ୍କୁ ବ୍ୟବହାର କଲ ପିତା ରେଭରେଣ୍ଡ ନିରଞ୍ଜନ ଥୁରୁକ ଏବଂ ତାଙ୍କ ସହଧର୍ମିଣୀଙ୍କୁ ସୁନ୍ଦର ଭାବେ ଆଣିଲ ତାଙ୍କ ସେବା କାର୍ଯ୍ୟରେ ଦୀର୍ଘ 2 ଦିନ ଧରେ ଆମମାନଙ୍କୁ ତୁମ ବାକ୍ୟ ମାଧ୍ୟମରେ ଉତ୍ସାହିତ କଲେ ପିତା ତୁମ ଦାସଙ୍କୁ ତୁମେ ବଳ ଭାବେ ବ୍ୟବହାର କରୁଛ ଏବଂ ଆଗାମୀ ଦିନ ମାନଙ୍କ ପାଇଁ ଅନେକ ବିଷୟକୁ ପ୍ରଭୁ ତୁମେ ତାଙ୍କୁ ରେଭେଲେସନ ଦିଅ ଆହୁରି ତୁମରି ଲୋକମାନଙ୍କୁ ଉତ୍ସାହିତ କରିବେ ଅବାଟରୁ ବାଟକୁ ଫେରାଇ ଆଣିବେ ସେହିପରି ତୁମେ ତୁମ ଦାସଙ୍କୁ ବ୍ୟବହାର କର ପ୍ରଭୁ ତାଙ୍କର ଆଜି ଫେରିବା ଯାତ୍ରାକୁ ତୁମେ ସୁଗମ କର ସୁନ୍ଦର ଭାବେ ନେଇ ପହଞ୍ଚାଅ ଆମକୁ ସେ ଏହି ସୁନ୍ଦର ଉତ୍ସାହିତ କରିଛନ୍ତି ସେଥିପାଇଁ ପ୍ରଭୁ ଆମେ ପୁଣି ଥରେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦଉ ପିତା ତାଙ୍କର ଯାତ୍ରାକୁ ସଫଳ କର ଫେରିବା ବାଟରେ ତୁମେ ତାଙ୍କର ପ୍ରଭୁ ଜର୍ଣ୍ଣି ମର୍ସି ହୋଇ ତାଙ୍କୁ ସୁନ୍ଦର ଭାବେ ନେଇ ପହଞ୍ଚାଅ ଆହୁରି ମଧ୍ୟ ଅନେକ କାର୍ଯ୍ୟକ୍ରମ ତାଙ୍କର ରହିଛି ପ୍ରଭୁ ଯେଉଁ ଯେଉଁ ଜାଗାକୁ ଯିବେ ପିତା ସେ ତୁମରେ ଗୌରବ କରିବେ ଏବଂ ସଦା ସର୍ବଦା ଜୀବନରେ ପ୍ରଭୁ ତୁମରି ଗୌରବ କରି ସେ ଆନନ୍ଦିତ ହେବେ ସେଥିପାଇଁ ସେ ପରିବାରକୁ ତୁମେ ଆଶୀର୍ବାଦ କର ଆହୁରି ମଧ୍ୟ ପୁଣି ଥରେ ମୁଁ ସମର୍ପଣ କରେ ପ୍ରଭୁ ମୁଁ ନିଜକୁ ପ୍ରଭୁ ଆମେ ସବୁ ଫେରିବୁ ଆଜି ମୁଁ ଆଉ ଆଣ୍ଟି ପ୍ରଭୁ ଆମର ଯାତ୍ରାକୁ ତୁମେ ସଫଳ କର ମୋ ଦେହ ସୁସ୍ଥ ଥିଲେ ମଧ୍ୟ ଜାଣେ ପ୍ରଭୁ ତୁମ ଉପସ୍ଥିତିରେ ଆମେ ସମସ୍ତେ ସୁସ୍ଥ ହୋଇଯିବୁ ତୁମେ ଆମକୁ ସାହାଯ୍ୟ ତୁମରି ଗୌରବ ଯଦି ଆମର କୌଣସି ଭୁଲ ଭଟକା ହେଇଥାଏ କୌଣସି ଭାବରେ କୌଣସି ଚିନ୍ତାରେ କୌଣସି ବିଷୟରେ ଦୟାକରି କ୍ଷମା କର ପରସ୍ପରକୁ ମଧ୍ୟ କ୍ଷମା କରିବା ପାଇଁ ସାହାଯ୍ୟ କର ପ୍ରାର୍ଥନା ଶୁଣିଲ ଧନ୍ୟବାଦ ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ୍।